ରାଇଟ୍ ତ ପ୍ରଥମ କ୍ୱେଶ୍ଚନ ଆକ୍ଚୁଆଲି ଆଉ ଜଣେ ଭାଇ ପଚାରିଛନ୍ତି ଯେ କି ଆମର ହ୍ୱାଟ୍ସଆପ ଗ୍ରୁପରେ ନାହାନ୍ତି। ସେମାନେ ବୋଧେ ୟୁଟ୍ୟୁବରେ ଜଏନ୍ କରନ୍ତି। ସେମାନେ ଡାଇରେକ୍ଟ ମୋତେ କ୍ୱେଶ୍ଚନ ପଚାରିଲେ। ଆଉ ସେମାନେ ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ କରନ୍ତୁ ବୋଲି ବି ପଚାରି ନଥିଲେ। ତଥାପି କ୍ୱେଶ୍ଚନ ଟିକେ ଭଲ, ବହୁତ ଆବଶ୍ୟକୀୟ କ୍ୱେଶ୍ଚନ ବୋଲି ମୋତେ ରିଜନେବଲ ଲାଗିଲା। ସେଥିପାଇଁ ତାଙ୍କର କ୍ୱେଶ୍ଚନ ପ୍ରଥମରେ ମୁଁ ରଖୁଛି। କ୍ୱେଶ୍ଚନ ହେଲା, ଦ୍ୱିତୀୟ ଥର ବାପ୍ତିସ୍ମ ନେବା ଆବଶ୍ୟକ କି? ଆଉ କାରଣ ବହୁତ ଜଣ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଲେ ବି କେତେ ଜଣ ଆସିକି ନାଇଁ ଯୀଶୁଙ୍କ ନାମରେ ବାପ୍ତିସ୍ମ ନେଲେ ହିଁ ସ୍ୱର୍ଗ ବୋଲି ଆଉ ଥରେ ଦେଉଛନ୍ତି। ପୁଣି ତ ଦ୍ୱିତୀୟ ଥର ବାପ୍ତିସ୍ମ ଦେଉଛନ୍ତି ଡରାଇକି, କେମିତି କରିକି ଲୋକମାନେ କନଭିନ୍ସ ବି ହେଇଯାଉଛନ୍ତି। ତ ଆଜ୍ଞା ସେମାନଙ୍କ ସହିତ ଡିସ୍କସନ କରିବା ପାଇଁ ଆପଣ କିଛି ମତେ ସାହାଯ୍ୟ କରିପାରିବେ କି ବୋଲି ପଚାରୁଥିଲେ। ତ ମୁଁ ଗୋଟେ କଥା କହିଲି, ଡିସ୍କସନ କଣ କରିବେ, ଯାହାର ଇଚ୍ଛା ସେମାନେ। ଆଉ ଯଦି ଆପଣଙ୍କୁ ଯଦି ଜବରଦସ୍ତି କରୁଛନ୍ତି, ମନା କରିବାକୁ ଶିଖନ୍ତୁ। ଟ୍ରାଇ ଟୁ ସେ नो ବସ୍। ଆଉ ଡିସ୍କସନ କରିବେ, ସେମାନେ ତ ଆପଣଙ୍କୁ କିଛି ବୁଝାଇବେ ନା, ସେମିତି ନା ଆପଣ ତାଙ୍କୁ କିଛି ବୁଝାଇବେ। ଦେଖନ୍ତୁ, ଡାଉଟ୍ ଥିବା ଲୋକଙ୍କୁ ବୁଝାଇ ହେବ, କିନ୍ତୁ ଆପଣଙ୍କୁ ପରୀକ୍ଷା କରିବା ଲୋକମାନଙ୍କୁ ବୁଝାଇ ପାରିବେ ନାହିଁ। କାରଣ ସେ ମାଇଣ୍ଡରେ ଫିକ୍ସ ହେଇଯାଇଛି, ଏଇଟା ହିଁ ଗୋଟେ ତାତେ ଯାହା ବିଶ୍ୱାସ କରୁଛି ତାହା ହିଁ ସତ୍ୟ ବୋଲି ଜାଣି ସେ ଫିକ୍ସ ହେଇଯାଇଛି। ଆପଣଙ୍କୁ କଣ ଦ୍ୱନ୍ଦ୍ୱରେ ପକାଇବା ପାଇଁ ସେ ଯଦି କ୍ୱେଶ୍ଚନ କରୁଥିବ, ଆପଣ ଯେତେ ସରଳ ମନରେ କୁହନ୍ତୁ ଆଜ୍ଞା, ସେ ଆଉ ଶୁଣିବନି, ହସି ପକାଉଥିବ ମନେ ମନେ। ଏମିତି ଲୋକମାନଙ୍କ ସହିତ ଡିସ୍କସନ କରନ୍ତୁନି, ବୁଝିବା ପାଇଁ ଚେଷ୍ଟା କରନ୍ତୁନି। କାରଣ ବହୁତ ଗୁଡା ଏମିତି ଅଛି ଖ୍ରୀଷ୍ଟୀୟ ସମାଜରେ ଯାହାକୁ କଲ୍ଟ ବୋଲି କହନ୍ତି। CULT, କଲ୍ଟ। କଲ୍ଟ ବୋଲି କହିଲେ ଗୋଟେ ଏମିତି ଗୋଟେ ଦଳ ଯାହା ଏକ ଭ୍ରାନ୍ତି ଜନକ ଆତ୍ମା ଦ୍ୱାରା ପରିଚାଳିତ ହୁଏ। ସେଟା ସେମାନେ ମାଇଣ୍ଡ ବ୍ରେନ ୱାଶ ହେଇଯାଆନ୍ତି। ଆଉ ସେମାନେ ନର୍ମାଲ ଖ୍ରୀଷ୍ଟିଆନ ପରି ଦେଖାଯିବେ, ନର୍ମାଲି ବାଇବେଲ ଧରିଲା ପରି ହିଁ ଥିବେ, ନର୍ମାଲି ଗୋଟେ ଆତ୍ମିକ ମନୁଷ୍ୟ ପରି ଦେଖାଯାଆନ୍ତି। ଆରେ ବାପରେ ବଢିଆ ବାକ୍ୟର ଜ୍ଞାନ ଅଛି ବାଓ ବୋଲି ଦେଖାଯାଆନ୍ତି, ବଟ୍ ଆକ୍ଚୁଆଲି ଦେ ଆର୍ ଅ କଲ୍ଟ। ଏକ ଭୁଲ ଶିକ୍ଷାକୁ ଜୋରରେ ଧରିଥିବା କୌଣସି ଗୋଟେ ଦଳ ଯଦି ଅଛନ୍ତି, ସେମାନଙ୍କୁ କଲ୍ଟ ବୋଲି କହନ୍ତି। ଅକଲ୍ଟ ବୋଲି ଆଉ ଗୋଟେ ଥାଏ, ସେ ଟୋଟାଲି ଶୈତାନିକ ଶକ୍ତିରେ ପୂର୍ଣ୍ଣ। ଅକଲ୍ଟ ଅଲଗା, ମନ୍ତ୍ରତନ୍ତ୍ର ବିଦ୍ୟାକୁ ଅକଲ୍ଟ ବୋଲି କହନ୍ତି। ଭୁଲ ଶିକ୍ଷା କି ଭଣ୍ଡ ଶିକ୍ଷାକୁ ଧରିବା ଲୋକମାନଙ୍କର ଦଳକୁ କଲ୍ଟ ବୋଲି କହନ୍ତି। ସେମାନେ ଗୋଟେ ଟାଇପ ଅଫ ଟିପିକାଲ ପିପଲ, ସେମାନେ ଗୋଟେ ଟାଇପର ଅଟନ୍ତି। ଆଉ ଚେଞ୍ଜ ହେବେନି ବ୍ରଦର୍ସ, ଡୋଣ୍ଟ ଟ୍ରାଇ ଟୁ କନଭିନ୍ସ ଦେମ୍। ପ୍ରଭୁଙ୍କର ମହାନ ଅନୁଗ୍ରହ ଥିଲେ କେତେବେଳେ କେ ଜଣେ ପ୍ରଭୁଙ୍କର ଯୋଜନାରେ ଥିଲେ ସେମାନେ ସେଥିରୁ ବାହାରିବେ ସିନା, ସେମାନଙ୍କୁ ଆଉ ଏକ୍ସପ୍ଲେନ କରିକି ବୁଝାଇ ପାରିବେନି ଆପଣ ମାନେ। ତେଣୁ ସେମାନଙ୍କ ସହିତ ଡିସ୍କସନ କରିବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆଗେ ବ୍ୟସ୍ତ ହେଇଯାଉଥିଲି, କାହିଁକି ଶୁଣୁନାହାନ୍ତି, କାହିଁକି ବୁଝୁନାହାନ୍ତି, କଣ ଏଇଟା କେମିତି ବୁଝାଇଲେ ହେବ। ସେଇଥିପାଇଁ ବିପି ସୁଗର କାହିଁକି ଆସୁଛି ବୁଝୁଛନ୍ତି, ଏଇ ଟେନସନ ପାଇଗା। ପରେ ଯେତେବେଳେ ଈଶ୍ୱରଙ୍କର ଯୋଜନାର ଶିକ୍ଷା ପ୍ରଭୁ ମତେ ଶିଖାଇଲେ, ସେତେବେଳେ ଯାଇକି ରିଲାକ୍ସ ହେଲି। ନହେଲେ କେବେ ପରିତ୍ରାଣ ପାଇବେ। ବିଜାତି ମାନଙ୍କୁ ବି ଦେଖିଲେ, ଏ ପଡିଶା ଘର ସେ ପଡିଶା ଘର କେମିତି ପରିତ୍ରାଣ ପାଇବେ। ପ୍ରଭୁ ଏମାନଙ୍କୁ ପରିତ୍ରାଣ ଦିଅ ପ୍ରଭୁ, ତୁମର ଦର୍ଶନ ପ୍ରଦାନ କରେ ଏମାନଙ୍କୁ ସମସ୍ତ। କେତେ କାନ୍ଦୁଥିଲି ବୋଲୁଛନ୍ତି। ଅବଶ୍ୟ ଆମେ କାନ୍ଦିବା କଥା ବି, ଆତ୍ମା ଲାଭ ପାଇଁ ବୋଝଗ୍ରସ୍ତ ବି ହେବା କଥା। ପ୍ରତ୍ୟେକ ଜଣ ପ୍ରଭୁଙ୍କର ପରିଚୟ ପାଆନ୍ତୁ ବୋଲି ଆମର ମନରେ ଭାବିବାର କୌଣସି ଭୁଲ ନୁହେଁ ଆକ୍ଚୁଆଲି। କିନ୍ତୁ ସେଇ ଦାୟିତ୍ୱ ନେଇକି ଆମେ କଣ ହେଇଯାଉ, ଆମେ ବ୍ୟସ୍ତ ହେଇକି ଦେହ ଖରାପ କରିଦେଇଥାଉ। ତ ଏଇ ବ୍ୟସ୍ତତା ନଥାଉ। ଡୋଣ୍ଟ ଗେଟ୍ ଅବଜେସ୍ଡ ୱିଥ ଦ୍ୟାଟ ଅବଜେସନ, ମାନେ ଏ ଅଞ୍ଚଳର ପରିତ୍ରାଣ ପାଇଁ ମରିଯିବା ପାଇଁ ଇଚ୍ଛା ଲାଗୁଥିବ। ବହୁତ ଜଣ ଏତେ ଆତ୍ମିକ ବୋଝଗ୍ରସ୍ତ ହୁଅନ୍ତି, ଖୁସି ଲାଗେ। ଇଟ୍ସ ଅ ରାଇଟ୍ ଆଟିଟ୍ୟୁଡ, ଇଟ୍ସ ନଟ୍ ରଙ୍ଗ, ବଟ୍ ଷ୍ଟିଲ୍ ପ୍ରଭୁଙ୍କର ଯୋଜନା କଣ ଜାଣିକି ଆମେ ଗଲେ ଏତେ ବ୍ୟସ୍ତ ହେବୁ ନାହିଁ। ଜଣେ ପ୍ରଭୁଙ୍କର ଦାସ ଥିଲେ ପଞ୍ଜାବରୁ, ଆସୁଥିଲା ଆମର ଓଡିଶାରେ ବି, ପ୍ରବୀଣ ମୁଡଗିଲ ସାର୍ ବୋଲିକି।
ଆରେ ବାପରେ, ହ୍ୱାଟ ଏ ମ୍ୟାନ୍ ଅଫ ଗଡ ହି ଇଜ। ସେ ଅଛନ୍ତି ନା ନାଇଁ ଜଣା ନାହିଁ। ଓ ସେ 20-25 ବର୍ଷ ପୂର୍ବେ ହିଁ ସେ ବହୁତ ଓଲ୍ଡ ଥିଲେ। ସେ ଆସୁଥିଲେ କୋରାପୁଟ, ସିମିଲିଗୁଡା, ସୁନାବେଡା, ଜୟପୁରରେ। ତାଙ୍କର ବାଇବଲ ଷ୍ଟଡି ଆଟେଣ୍ଡ କରଲେ, ତାଙ୍କ ସହିତ ବହୁତ ଡିସ୍କସନ କରୁଥିଲି ମୁଁ। ସେ ବି ପ୍ରଥମେ ଟିକେ ଇଏ ଦେଖିଲେ ମତେ, ତାପରେ ଖୁସି ହେଲେ। ଆଉ ମତେ ବହୁତ ପଚାରୁଥିଲା ଏବେ, ମତେ ମନେ ନଥିବ ମତେ, ମତେ ମନେ ପକାଇ ପାରିବିନି ଯଦି ଅଛନ୍ତି। ସେ ଏତେ ସୁନ୍ଦର ମାନେ ଆକ୍ଚୁଆଲି କଦଳୀର ଚୋପା କାଢିକି, ଅଲରେଡି ସଫ୍ଟ ଥାଏ କଦଳୀ, ତାକୁ ବି ଚକଟିକି ବି ଖୁଆଇ ଜାଣନ୍ତି ବାଇବଲକୁ। ସେ ବୁଝାନ୍ତି କି ପ୍ରଭୁଙ୍କର ବାକ୍ୟ ଦ୍ଵାରା ଆମେ କେତେ ରିଲାକ୍ସ ଫିଲ୍ କରିବା କଥା, କେତେ ଶାନ୍ତି ପାଇବା କଥା। ଜଷ୍ଟ ହ୍ୟାଭ୍ ପିସ୍। ଦେଖନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମିନିଷ୍ଟ୍ରିରେ ଏପଟେ କାର୍ଯ୍ୟ ହେଉଥିଲେ ବି, ଏଠି ମିରାକଲ୍ସ ହେଉଥିଲେ ବି, ଲୋକମାନେ ତାଙ୍କ ପ୍ରଚାର ଶୁଣୁଥିଲେ ବି, ବହୁତ ଆଡଭର୍ସରୀ ସେ ଫେସ୍ କଲେ, ବହୁତ ବିରୋଧ ସେ ଫେସ୍ କରୁଥିଲେ, ବହୁତ ଶତ୍ରୁ ମାନେ ତାଙ୍କ ପାଇଁ ଉଠିଲେ। ତଥାପି କେତେ ସଫ୍ଟରେ, କେତେ କୁଲରେ ସେ ଡିଲ୍ କରୁଥିଲେ କି ନାହିଁ। ରାଗିବାଟା, ଟେନସନ ହେଇଯିବାଟା ନଥିଲା। ଏମିତି କଣ ହେଉଛି ବୋଲି ଚौंकी ଯିବାଟା, ରାଗି ଯିବାଟା, ହେ ମାନଙ୍କ ପାଇଁ ବେକାରରେ ଆସିଲେ ମାନଙ୍କ ପାଇଁ ମରଦରେ ତ ମାନ କହିଲା ପରେ, ଅଭିଶାପ ଦେଲା ପରେ, ନା ନା ନା। ओके, ओके, ठीक है, ठीक है, ओके। ହଁ, ତାଙ୍କୁ ଟେକିବା ଲୋକମାନଙ୍କୁ, ତାଙ୍କୁ ପ୍ରଶଂସା କରି ଟେକିବା ଲୋକମାନଙ୍କୁ ଦେଖି ଫୁଲି ଯାଇନାହାନ୍ତି। ତାଙ୍କୁ ରାଗିକି, ତାଙ୍କୁ ନିନ୍ଦା କରିବା ଲୋକମାନଙ୍କୁ ଦେଖିକି ରାଗି ନାହାନ୍ତି। କୁଲ ସମସ୍ତଙ୍କୁ ଏକ ସମାନ ଡିଲ୍ କଲେ। ଯେମିତି ଯେମିତି କି ଏମିତି ହେବ ବୋଲି ସେ ଆଗରୁ ଜାଣିଛନ୍ତି କହିଲା ପରେ, ସେଥିପାଇଁ କିଛି ରିଆକ୍ଟ କଲେ ନାହିଁ ଆଉ। ଜଣେ ଆସିକି ତାଙ୍କୁ ବିକିଦେଲା, ଏମିତି କେମିତି କରଲୁ ରେ, ତୁ ମତେ କେତେ ପ୍ରେମ କରୁଥିଲୁ, ତୋତେ ନା। ठीक है, ओके फाइन। वाई? क्योंकि वो सब जानते थे क्या क्या होने वाला है, क्या क्या करने वाले ये लोग। योजना जानी थी बारू, रिएक्ट करले नहीं हो। हाँ कौन बाकी रहीगला। हाँ तुम मत जड़े मत बिकिबार अच्छी शीघ्र जाओ, से काम सारू टाइम है। हाँ, नेक्स्ट कौन है वो से ही कहते। तुम जीवदा तोर गोटे काम थिला, जाओ जगिछन सेठी। हाँ, हाँ सर जाऊँ, चिंता भी करला नहीं, ये केमती जानछन्ती। प्रभु हम तुम मरीजु, तुम ये हो नाई बाबू, तुम मत जड़े मत बिकिदेव, मुझे जानी। आम तो व्यस्त हार्ट अटैक पड़े आसो, एमती गोटे कर ना। पॉइंट रहा, नो द प्लान ऑफ गॉड, देन यू विल। कौन प्लान रो कौन जाना पड़ी माने, समस्ते मनोनीत नुहंती। जदि मनोनीत, जेमिति सेमिति, या तो सत्यता तुमको धरिबो, नहेले तबे खोजी खोजी सत्यता को धरिबो, किंतु लास्ट मोमेंट रे हाजर हो सेठी आउ। ମୁଁ ପ୍ରଥମ ଥର ଯେତେବେଳେ ବାପ୍ତିସ୍ମ ଦେଇଥିଲି ନବରଙ୍ଗପୁର ରେ, ଗୋଟେ 10 ଲୋକ ବାହାରି ଥିଲେ। ବାହାରିଲା ବେଳକୁ ଆମେ ଆଉ ଗୋଟେ ଗାଁକୁ ଗଲୁ, ଦେଦେଶପାଲିରୁ ଆମର ଭଉଣୀ ମାନେ ଜଏନ କରନ୍ତି କି ନାଇଁ, ଇସାକ ବାବୁ, ଆମର ମରିୟମ, ସୋନାଲି, ଏମାନେ ସବୁ ସେଇଠି ଯାଇକି ବସିଥିଲୁ। ଏଇ ଭିତରେ ଆଉ ଜଣେ ବାବୁ ସେଠି ବସିଛନ୍ତି ଆଉ। କିଏ ଏଟା ବୋଲ? ନାଇଁ ଜେପସେନ୍ ସୁନା। ଆଚ୍ଛା, ଆମର ବାଇବେଲ ଷ୍ଟଡିରେ ତାଙ୍କୁ କେବେ ଦେଖିନି ମୁଁ। ଆମର ସେ ଛୋଟ ଛୋଟ କଟେଜ ପ୍ଲେଟରେ ଦେଖିନି ତାଙ୍କୁ। ଆଗରୁ ଆଗରୁ ଆମେ ଗଣିବା ହିସାବରେ ତ ଭାଇ ନାହାନ୍ତି। ଆସିକି ବାପ୍ତିସ୍ମ ନେଲେ, ଆଜି ସେ ବେହେରାଗୁଡାରେ ସେ ପାଷ୍ଟର ହେଇଛନ୍ତି। ମାନେ ଆମର ସଭା ମାନଙ୍କରେ, ଆମର କଟେଜ ପ୍ରେୟରରେ, ଆମର ସାହିର ପ୍ରାର୍ଥନାରେ ବାକ୍ୟ ଶୁଣିକି ବହୁତ ଲୋକ ପ୍ରସ୍ତୁତ ହେଲେ, ବହୁତ ଜଣ ପଛଘୁଞ୍ଚ ହେଇଗଲେ, ବହୁତ ଜଣ ରାଗି ଗଲେ। ଏ ଭାଇ କୋଉଠି ଥିଲେ ଜଣା ନାହିଁ, ବୁଲି ବୁଲି ବୁଲିକି ବାପ୍ତିସ୍ମ ଦିନରେ ଆସି ଯାଇକି ହାଜର ହେଇଯାଇଛନ୍ତି ଆଉ। ଆଗରୁ ଆମର ଟାର୍ଗେଟ ନଥିଲା, ଆମ ଟାର୍ଗେଟ ନଥିଲେ ସେ ଭାଇ। ଲାଷ୍ଟ ମୋମେଣ୍ଟ ଯାଇକି ବସିଛନ୍ତି। କଣ ନାହିଁ, ଆଜି ବାପ୍ତିସ୍ମ ନ ନେଲେ ଆଉ କେବେ ବି ପାରିବିନି ପର ଲାଗୁଛି। ସତ୍ୟତା ଜାଣିଲି, ୱାଓ।
ସେଇଟା ମୁଁ କହୁଛି ପ୍ରଭୁଙ୍କର ଯୋଜନାରେ ଯଦି ଅଛନ୍ତି, ବୁଲି 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 ଆସିକି ଛିଡା ହେଇଯିବେ ଆଜି ଦେଖା ନ ଗଲେ ବି କେତେ ଜଣ ଲାଷ୍ଟ ମୋମେଣ୍ଟରେ ଲାଇନ ରେ ଥିବେ, ଆମେ ଛାନିଆ ଏ କେବେ ଆସିଲା, ନାଇଁ ଆଜ୍ଞା ଆମେ ଫଲୋ କରିଥିଲୁ ବୋଲି କହିବେ। ୟୁଟ୍ୟୁବରେ ବହୁତ ଜଣ ଭାଇ ମାନେ ଭଉଣୀ ମାନେ ନ ଜାଣିକି ସିକ୍ରେଟଲି ଫଲୋ ହଉଛନ୍ତି। ଯୋଜନାରେ ଥିବା ଲୋକମାନଙ୍କୁ ରାଜି ଭାଇ ଧରିବା ଦରକାର ନାହିଁ। ଯୋଜନାରେ ଥିବା ଲୋକମାନେ ଗ୍ରୁପରେ ଥିବା ଦରକାର ନାହିଁ। ଯୋଜନାରେ ଥିବା ଭାଇ ଭଉଣୀ ମାନେ ଜୁମରେ ଜଏନ୍ ହେବା ଦରକାର ନାହିଁ, କି ୟୁଟ୍ୟୁବରେ ସବୁବେଳେ ଦେଖାଯିବା ଦରକାର। ବଟ୍ ସେମାନେ ସତ୍ୟତାକୁ ଧରି ନିଅନ୍ତି, କିମ୍ବା ସତ୍ୟତା ହେଲେ ସେମାନଙ୍କୁ ଧରି ନିଏ, ଯାହାକି ସେମାନେ ଛଡାଇ ବି ପାରିବେ ନାହିଁ ଯୋଜନାରେ ଥିବାର। ଆଜ୍ଞା ଆମର ପ୍ରାର୍ଥନା କଣ କହିବି ନା, ଆକୁ ରକ୍ଷା କର ତାକୁ ରକ୍ଷା କର, ଠିକ ଅଛି ପ୍ରାର୍ଥନା କଲେ ତ କଲେ, ମନ ନାହିଁ ତ ପଏଣ୍ଟ ରହିଲା। ତୁମେ ଯେଉଁ ଅନୁଗ୍ରହରେ ଆମକୁ ମନୋନୀତ କରିଛ ବୋଲି ପ୍ରଭୁ ପ୍ରଭୁ ଆମେ ଭାବୁଛୁ, ବିଶ୍ୱାସ କରୁଛୁ କି ଯେଉଁ ଯୋଜନାରେ ଯେଉଁ ଅନୁଗ୍ରହରେ ଏଇ ସତ୍ୟ ବାକ୍ୟ ଆମ ନିକଟକୁ ପ୍ରଭୁ ତୁମେ ପହଞ୍ଚାଇଲ, ସେହି ଅନୁଗ୍ରହ ସେ ଭାଇଙ୍କୁ ଏ ଭଉଣୀକୁ ତୁମେ ପ୍ରଦାନ କର ବୋଲି ପ୍ରାର୍ଥନା କରିବାର। ଆମେ ଡିସ୍କସନ କରିକି ଆମେ ବାକ୍ୟ କହି ରାଜୀବ ଭାଇ ବୁଝାଇଲେ ବି ବୁଝିବେ ବୋଲି ଭାବୁଛନ୍ତି କି? ଯୀଶୁ ଖ୍ରୀଷ୍ଟ ବୁଝାଇଲେ ବି ଶାସ୍ତ୍ରୀ ପାରିସ ମାନେ ବୁଝିଲେ ତ ନାହିଁ, ଆଉ ରାଜୀବ ଭାଇ କୁଆଡେ ବୁଝାଇ ପାରିବେ? ଯୋଜନାରେ ନଥିବା ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟ ବସିକି ବୁଝାଇଲେ ବି ବୁଝିବେ ନାହିଁ। ଯୋଜନାରେ ନଥିବା ଲୋକମାନଙ୍କୁ ପାଉଲ ବୁଝାଇଲେ ବି ବୁଝିଲେ ନାହିଁ। ଆଜ୍ଞା ଆମେ କିଏ? ଯୀଶୁ ଖ୍ରୀଷ୍ଟଙ୍କ ଭଳି ଗୋଟେ ବିଶେଷ ବକ୍ତା ଯଦି ରିଜେକ୍ଟେଡ ହେଇଗଲେ, ତୁଚ୍ଛୀକୃତ ହେଲେ ସେ କାଳରେ, ପାଉଲଙ୍କ ଭଳି ଗୋଟେ ପରଫେକ୍ଟ ପ୍ରିଚର ସ୍ପିକର ଯଦି ସେଇ କାଳର ଲୋକମାନଙ୍କ ଦ୍ଵାରା ରିଜେକ୍ଟ କରାଗଲେ, ତ ଆମେ ରିଜେକ୍ଟ ହେବାଟା ବଡ କଥା ବିଲକୁଲ ନାହିଁ। ଯାଇକି ସେମାନଙ୍କୁ ଗୋଡ ଧରି ଦାଢି ଧରି ଗୋଡ ଧରି ଦାଢ ଧରି ବୁଝାନ୍ତୁ ନାହିଁ। ରାଇଟ ପ୍ରାଇଜ ତ ପଏଣ୍ଟ ରହିଲା ବାପ୍ତିସ୍ମ। ତ ଦେଖନ୍ତୁ, ପ୍ରଥମ କ୍ୱେଶ୍ଚନ ଆକ୍ଚୁଆଲି ଦ୍ୱିତୀୟ ଥର ବାପ୍ତିସ୍ମ ନେବା ଆବଶ୍ୟକ କି? ଇଜ ସେକେଣ୍ଡ ଟାଇମ ବାପ୍ତିସ୍ମ ନେସେସରୀ? ହଁ ବୋଲି ବି କହିବାର, ନାଇଁ ବି ବୋଲି ବି କହିବାର। ଦେଖନ୍ତୁ ଇନ କେସ୍ ଏଠି 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 ଡିସ୍କସନ ରହିଲା ନାମ ବିଷୟରେ, ପିତା ପୁତ୍ର ପବିତ୍ର ଆତ୍ମା ନା ଯୀଶୁ ଖ୍ରୀଷ୍ଟ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରେରିତ ମାନେ କାହାରି ନାମରେ ଦେଲେ? ସେମାନେ କଣ ପିତା ପୁତ୍ର ନାମ ପବିତ୍ର ଆତ୍ମା ନାମରେ ଦେଲେ କି ଦେଖାନ୍ତୁ ଆମକୁ ବୋଲି କହିଲେ? ନା, ସେମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଦେଇନାହାନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଦେଲେ କାହିଁକି? କାହିଁକି ବୋଲି କହିଲେ, ନୂଆରେ ସେବା ଆରମ୍ଭ ହେଲା, ମଣ୍ଡଳୀର ସେବା କାର୍ଯ୍ୟ ଆରମ୍ଭ ହେଲା, ତ ଲୋକମାନଙ୍କୁ କାହାରି ନାମ ପରିଚୟ କରାଇବା ଦରକାର ରହିଛି। ହେଁ? ପିତା ଜିହୋବା ତ ନୁହେଁ, ପବିତ୍ର ଆତ୍ମା ବି ନୁହେଁ, ତ ଡେଫିନେଟଲି ସୁସମାଚାରର ମେଇନ ସେଣ୍ଟର ପଏଣ୍ଟ ଅଟନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ବିଶ୍ୱାସ କାହାରି ଉପରେ? ଜେହୋବାଙ୍କ ଉପରେ ନା ପବିତ୍ର ଆତ୍ମାଙ୍କ ଉପରେ ନା ପୁତ୍ରଙ୍କ ଉପରେ? ତ ଅବଭିୟସଲି ପୁତ୍ରଙ୍କ ଉପରେ। ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ନାମ ଦରକାର କି ନା? ଗୋଟେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମକୁ ହାଇଲାଇଟ କରିବାର ସେବା କାର୍ଯ୍ୟ ତା ସେମାନଙ୍କର, ଆମର ବି। ଆଉ ଏସ୍ପେଶଲି ସେଇ କାଳରେ ଯୀଶୁ ବୋଲିବା ନାମ ପାଇଥିବା ଲୋକ ବହୁତ ଥିଲେ। ଜିହୁଦୀ ମାନଙ୍କରେ ଯୀଶୁ ତ ରହିଲା ଗ୍ରୀକ ଭାଷା, ଜିଜସ୍ ହେଲା ଗ୍ରୀକ, କିନ୍ତୁ ହିବ୍ରୁରେ ରହିଲା ୟଶୁଆ, ಯೆಹೋಶುವ, ಹೋಶೆಯ, ಯಶಯ, ಯಶುವ, ଜିହୋଶୁଆ, ಯೆಹೋಶುವ, ଜେ ଇ ଯାହା ଅଛି, ଜେ ଯାହା ଇଂଲିଶ ବାଇବଲରେ ଅଛି, ୟୁରୋପିଆନ ଲାଙ୍ଗୁଏଜରେ ତାହା ଇଏ ହୁଏ। ଆମର ଆମର ଯାହା ଓଡିଆ ବାଇବଲରେ ୟ କୁ ଜ ବୋଲି ପ୍ରୋନାଉନ୍ସ କରନ୍ତି କି ନାଇଁ? ଯୌବନ, ଜେହୋବା, ଜିହୋବା, ଆକ୍ଚୁଆଲି ସେଟା ୟ ଅଟେ, ୟେହୋବା, ଯୌବନ, ୟୋ ୟୋ। ୟୁରୋପିଆନରେ ସ୍ପେଶାଲି ଆଇ ଥିଙ୍କ ଜର୍ମାନ କେତେକ ଦେଶ ମାନଙ୍କରେ ୟ କୁ ଜ ବୋଲି ପ୍ରୋନାଉନ୍ସ କରନ୍ତି, ଆଉ ଜୋ କୁ ୟୋ ବୋଲି ପ୍ରୋନାଉନ୍ସ କରନ୍ତି। JESUS ଯାହା ଇଂରାଜୀରେ ଜିଜସ୍ ବୋଲି କହୁ, ଆକ୍ଚୁଆଲି ଗ୍ରୀକରେ ତାହା ୟେସୁସ୍ ହେବା କଥା, ୟେସୁସ୍। ତେଲୁଗୁରେ ୟେସୁ ବୋଲି କହୁ, ଆକ୍ଚୁଆଲି ରାଇଟ ୱାର୍ଡ ୟେସୁ, ୟେସయ్యା, ୟେସୁ ବୋଲି ଯାହା କହୁ, ଆକ୍ଚୁଆଲି ଗ୍ରୀକର ପ୍ରୋନାଉନ୍ସିଏସନ JE, ୟେ।
तो ହିବ୍ରୁ ଭାଷାରେ ଯେ ଏ ହେଉ ଯେ ଇ ହେଉ ଇଏ ହେବ ୟେହୋଶୁଆ ଯେହୋଶୁଆ। ହୋଶେ ପୁସ୍ତକ ଅଛି ହୋଶେୟା, ଜିସାୟ ଯାହା ଓଡ଼ିଆରେ ଆଇଜୟା, ଆକ୍ଚୁଆଲି ୟେଶୟା, ତେଲୁଗୁରେ ୟେଶୟା, ୟେଶା ୟା, ମାନେ ୟଶ ମିନ୍ସ ପରିତ୍ରାଣ, ୟା ମିନ୍ସ ସଦାପ୍ରଭୁ। ୟଶୟା ମିନ୍ସ ସଦାପ୍ରଭୁ ହିଁ ପରିତ୍ରାଣ ଅଟନ୍ତି, ଗଡ୍ ଇଜ ଆୱାର ସାଲଭେସନ। ୟେଶୁ ପରିତ୍ରାଣ, ୟେଶୟା ପରିତ୍ରାଣ, यहोशुया जिहोशियो, यहोशुया सदाप्रभु ହିଁ ପରିତ୍ରାଣ, ସେମ ମିନିଂ ଆସେ କି ନାହିଁ? ତ ସେଇ କାଳରେ ବହୁତ ଜଣ ଏଇ ନାମ ପାଇବା ଲୋକମାନେ ଥିଲେ। ତ ପରିତ୍ରାଣ କାହାରି କୋ ଯୀଶୁଙ୍କ ନାମରେ ମିଳିବ ବୋଲାରୁ ନାଜରିତୀୟ ଯୀଶୁଙ୍କର ନାମ, ନାଜରିତୀୟ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି। ନଥନିଏଲ କହିଲେ ନାଜରିତରୁ ଆସିବେ କି ମସିହା? ନାଇଁ ତ। ବୋଲର ସର ବୁଝାଇଲେ ନାଜରିତରେ ବଢିଲେ ବାବୁ, ସେଥିପାଇଁ ନାଜରିତ ନାମ ଆସିଲା, ନହେଲେ ଆକ୍ଚୁଆଲି ସେ ବେଥଲେହେମରେ ଜନ୍ମ ହେଲେ, ନାଜରିତରେ ବଢିଲେ, କପରନହୁମରେ ରହିଲେ। ସେ ବେଥଲେହେମରେ ଜନ୍ମ ହେଲେ ବୋଲି ଜାଣିଲା ପରେ तो फिर कुछ बात है उसमें, खोजिବାକୁ ପଡିଲା। ଯୋହନ ଆନ୍ଦ୍ରେ ଯାଇକି ସିମୋନ ପିତରକୁ କହିଲେ ଆମେ ମସିହାଙ୍କୁ ଖୋଜିକି ପାଇଛୁ, ସନ୍ଧାନ ପାଇଛୁ, we have found Messiah। ଏମାନେ ଯାଇକି ଫିଲିପକୁ କହୁଛନ୍ତି ଶୁଣ କଣ ଜାଣିଛ ନା, ଆଜି ଆମେ ମସିହାଙ୍କୁ ପାଇଛୁ। ଖୋଜିକି ପାଇ ଖୋଜୁଥିଲେ ପୁଣି। ତ ପେଣ୍ଟିକୋସ୍ତ ଦିବସରେ ଆମକୁ ଜଣା ପଡୁଛି କି ଡେଫିନେଟଲି ଯୀଶୁଙ୍କର ନାମ କହିବାକୁ ପଡିଲା, ଏସ୍ପେଶାଲି ଜିହୁଦୀ ମାନଙ୍କ ପାଖରେ, କାରଣ ସେମାନଙ୍କର ସଦାପ୍ରଭୁଙ୍କର ପରିଚୟ ସେମାନଙ୍କୁ ଅଛି, ଈଶ୍ୱରଙ୍କର ଆତ୍ମାଙ୍କର ପରିଚୟ ସେମାନଙ୍କର ଅଛି, କିନ୍ତୁ ସଦାପ୍ରଭୁଙ୍କର ଜଣେ ପୁତ୍ର ଅଟନ୍ତି ବୋଲି ପରିଚୟ ନାହିଁ ସେମାନଙ୍କର। ପୁତ୍ର ହେଇକି ଆସିଥିବା ବ୍ୟକ୍ତିଙ୍କୁ ପୁତ୍ର ବୋଲି ମାନି ପାରିଲେନି, ଯେମିତି ଆଜି ମୁସଲିମ ମାନେ ବି ମାନନ୍ତୁ ନାହିଁ କି ମାନନ୍ତି ନାହିଁ କି ସେମାନେ 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 ଈଶ୍ୱରଙ୍କୁ ମାନନ୍ତି, କିନ୍ତୁ ଈଶ୍ୱରଙ୍କର ଗୋଟେ ପୁତ୍ର ଥାଏ କି ଆଜ୍ଞା? ସେ ବିବାହ ହେଇଛନ୍ତି କି? ତାଙ୍କର ସ୍ତ୍ରୀର ନାଁ କଣ ହେଲେ? ସେ କଣ ମରିୟମକୁ ବାହା ହେଲେ ବୋଲଛ ନା କଣ କି କଥା ଆଜ୍ଞା? ଗୋଟେ ପୁତ୍ର ପାଇବା ପାଇଁ ତମେ ବିବାହ ହେବା ଦରକାର କି? ଜଣେ ଅନାଥ ପିଲାକୁ ତୁମେ ପାଖକୁ ନେଲେ ତାର ପାଇଁ ବାପା ହେଇପାରିବ ନାଇଁ କି? କି କଥା କହୁଛନ୍ତି? ତମେ ଦାସଙ୍କୁ ମଧ୍ୟ ପ୍ରେମ କରି ପୁତ୍ର ପରି ପ୍ରେମ କରିବା ବାପା ମାନେ ଅଛନ୍ତି। এটা কি লজিক? You don't need to be married to get a child, to have a child। ଆଜି ଆମେ ପ୍ରଭୁ ବିବାହ ହେଇକି ଗୋଟେ ହଜାର ଲୋକଙ୍କୁ ବିବାହ ହେଇକି ତାପରେ ଆମେ ଜନ୍ମ ହେଇଛୁ କି ଯେ ସେ ଆମକୁ ତାଙ୍କର ସନ୍ତାନ ବୋଲି ଗଣିଲେ? ପୁତ୍ର ହେବାର ପ୍ରୋସେସ ଗୋଟେ ଅଛି, ବାଇ ଫେଥ। ଆମେ କେତେ ଜଣଙ୍କୁ ଦେଖିଲେ ବାପା ପରି ମାନୁ, କେତେ ଜଣଙ୍କୁ ଦେଖିଲେ ଆମର ଆତ୍ମିକ ପୁତ୍ର ବୋଲି ମାନୁ। ଆତ୍ମିକ ପୁତ୍ର ହେଲେ ବି କେତେ ଜଣ ଛୁଆ ମାନେ ଦେଖିକି ଡାଡି ବୋଲି କହିଦିଅନ୍ତି। ଆମ 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 ଠାରେ ବାପାଙ୍କୁ ଦେଖନ୍ତି ସେମାନେ। ତ ସେଇ ହିସାବରେ ବାପା ସନ୍ତାନ ବୋଲିବା ସମ୍ପର୍କ ଇଟ୍ସ ନ୍ୟାଚୁରାଲ। ଯୁହୁଦୀ ମାନେ ବିଶ୍ୱାସ କରନ୍ତି ନାହିଁ କି ପୁତ୍ର ଥିଲେ, ମୁସଲିମ ମାନେ ବିଶ୍ୱାସ କରନ୍ତି ନାହିଁ କି ଈଶ୍ୱରଙ୍କ ଜଣେ ପୁତ୍ର ବି ଅଛନ୍ତି। କି କଥା ଏଟା? ତ ପେଣ୍ଟିକୋସ୍ତ ଦିବସରେ ବାଧ୍ୟରେ ଯୀଶୁଙ୍କର ନାମ ଯେପରିକି ପ୍ରକାଶ ପାଉ, ପ୍ରଚାରିତ ହେଉ, ପ୍ରଚାର କରିବାକୁ ପଡିଲା। ତେଣୁକରି କାହାରି ନାମରେ ବୁଡୁଛନ୍ତି ଏମାନେ? ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ଆଉ ତାହାଙ୍କ ନାମରେ ଛଡା ପରିତ୍ରାଣ ନାହିଁ। ଅବଭିୟସଲି। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହିଲେ? ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ପବିତ୍ର ଆତ୍ମାଙ୍କ ନାମରେ। ଏବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପଏଣ୍ଟ ରୁ ଯଦି ଆମେ ଚିନ୍ତା କରିବା, ତ୍ରିତ୍ୱ ପିତା ପୁତ୍ର ପବିତ୍ର ଆତ୍ମା ତିନି ଜଣ ଅଛନ୍ତି, ଅବଭିୟସଲି ଅବଶ୍ୟ ତିନି ଜଣ ଅଲଗା ଅଲଗା ବ୍ୟକ୍ତିତ୍ୱ ଅଛି ତ୍ରିତ୍ୱରେ, ଥ୍ରୀ ପର୍ସନ୍ସ ଇନ୍ वन ଗଡ୍ ହେଡ୍। ଗୋଟେ ମନୁଷ୍ୟ ତିନୋଟି ଭାଗ, ଶରୀର, ଆତ୍ମା, ପ୍ରାଣ, ଯେମିତି ଯେମିତି ନାଇଁ କି? वन ମେଟେରିଆଲ ବା ଥ୍ରୀ ଡିଫରେଣ୍ଟ ଥିଙ୍ଗସ। ଶରୀର ଡିଫରେଣ୍ଟ ବିଷୟ ଅଟେ, ପ୍ରାଣ ଅଲଗା ବିଷୟ ଅଟେ, ଆତ୍ମା ଅଲଗା ବିଷୟ ଅଟେ,
आत्मा को शरीर को मिसाई की बांधी की रखी किए प्राण प्राण पଳେଇଲା ଦିଟା ଅଲଗା ହେଇଯିବେ प्राण कुआଡେ पଳେଇବ ଜଣା ନାହିଁ ଶରୀର ମାଟିରେ ମିଶିଯିବ ଆତ୍ମା ପଳାଇବ କିନ୍ତୁ କନେକ୍ଟେଡ ହେଇକି ଅଛନ୍ତି ଏବେ ରାଜିବେ ଆପଣଙ୍କର ଆତ୍ମା ଓ ପ୍ରାଣ ଶରୀର ଶରୀର ଟିକେ ଅଲଗା କରିକି ଦେଖାନ୍ତୁ ଆମେ ଦେଖାଇ ପାରିବୁ ନାହିଁ ଆମର ଜ୍ଞାନ ଆମର ଶକ୍ତିର ଲିମିଟେସନ୍ସ ଅଛି योगा ध्यान रे ए सबु कल्टरे से माने एस्ट्रल प्रोजेक्शन बोली कहते एस्ट्रल प्रोजेक्शन गोटे साधना थाए कि से माने एमिति गोटे ध्यान रे जाई कि एमिति गोटे करंती कि से माने बसी थाउ थाउ आपण आत्मा को बाहर करंती कमारे जेतेबेले मनुष्य पळाए सेमिति हुए जेमिति एमिति एस्ट्रल प्रोजेक्शन कहते से माने बसी थाउ थाउ आत्मा जेतेबेले बाहरी पड़े ए मानकर सेंस नथिबो आत्मा बुलिकी देखे के खास कासिला के आखि खोलिकी देखिला के उठकी गला सब आत्मा देखिकी पवित्र पळे आसे और से आखि खोलिकी कहते रे तू जाइथिलु नहीं कि आगे आपण तो आखि बंद करथिले तो आत्मा जेतेबेले मानकर पळाउछि शरीर और प्राण थाउछि तेणुकर मरु नहीं एटा गोटे साधना अछि ए योगा फोगा करिबा लोक मानकर कल्ट रे तो से माने जीवित थाई कि आपण आत्मा को बाहर करी जानती है माने से साधना करी जानते से माने आमे पारिबन आमे से साधना करिनु करिनु दरकार भी नहीं तो मु कोन कहूछि माने एमिति अलगा हेई कि देखाइबार कैपेसिटी आम पाखरे नहीं किंतु प्रभु परमेश्वर को पाखरे अछि दरकार थिले तीन जण गोटे भी हेई पारबे दरकार थिले तीन जण अलगा भी हेई पारबे तीन कोन हजारटा पर्सनालिटी हेई पारबे आज्ञा आज राजीव प्रार्थना कला बेलକୁ ମୁଁ କହିବି ପ୍ରଭୁଙ୍କର ସାନ୍ନିଧ୍ୟ ଆସିଗଲା ପ୍ରଭୁ ତୁମ ମୋ ସହିତ କଥା ହଉଛ ପ୍ରଭୁ ତୁମେ ଆସିଗଲ ଆପଣ ସେପଟେ ପ୍ରାର୍ଥନା କରୁଥିବେ ଆପଣଙ୍କୁ ବି ଲାଗୁଥିବ ପ୍ରଭୁ ଆଜି ମୋ ପାଖକୁ ଆସୁଛନ୍ତି ଆରେ ମୋ ପାଖରେ ଥିଲେ ଆପଣ କେମିତି ଗଲେ ସେଠି ପର୍ସନାଲିଟିଜ ସବୁଠି ପରମେଶ୍ୱର ପର୍ସନାଲି ପ୍ରେଜେଣ୍ଟ ରହିପାରିବେ ଆଜ୍ଞା ଆମେ ସ୍वर्ଗକୁ ଗଲା ପରେ ଆମେ ଭିଡରେ ଜଣକୁ ଦେଖିବୁ ପ୍ରଭୁଙ୍କୁ ସେ ପ୍ରଭୁ ଅଛନ୍ତି ନାଇଁ କି ଭିଡରେ କୋଟି କୋଟି ଜଣଙ୍କର ଭିଡରେ ଯୀଶୁ ପରମେଶ୍ୱରଙ୍କୁ ଦେଖିପାରିବୁ ଆମେ ନୂତନ ଜେରୁସାଲେମରେ ଆମ ରୁମକୁ ଗଲା ପରେ ସେଠି ବି ପର୍ସନାଲି ଆମେ ପ୍ରଭୁଙ୍କୁ ଦେଖିବୁ କଥା ବି ହେବୁ ଆମ ରୁମରେ ଥାଇକି ମୋ ସହିତ କଥା ହଉଥିବେ ଆପଣଙ୍କର ରୁମରେ ଥାଇକି ସେ ଆପଣଙ୍କ ସହିତ କଥା ହଉଥିବେ ସମସ୍ତଙ୍କ ପାଇଁ ପର୍ସନାଲି ପ୍ରଭୁ ଥିବେ ଏମିତି ନୁହେଁ କି ଗୋଟେ ଜାଗାରେ ସବୁଠି ତାଙ୍କର ଦର୍ଶନ ନା ଦର୍ଶନ ନାହିଁ ମୁଖାମୁଖି ନଟ୍ ଭିଜନ ପାଉଲ କହିଲେ ଆମେ ବର୍ତ୍ତମାନ ତାଙ୍କର ରିଫ୍ଲେକ୍ସନ ଦେଖୁଛୁ କଣ କହିବେ ରିଫ୍ଲେକ୍ସନ କୁ ପ୍ରତିଛବି ହଁ ଆମେ ତାଙ୍କରି ରିଫ୍ଲେକ୍ସନ ଦେଖୁଛୁ କିନ୍ତୁ ଦିନେ ଆମେ ତାଙ୍କୁ ମୁଖାମୁଖି ଦେଖିବୁ ସବୁ ଦେଖିବେ କି ହଁ ଷ୍ଟେଜରେ ଥିଲା ଆଜି ଭକ୍ତ ମାନଙ୍କୁ ବି ଆମେ ସେମିତି ଆଗ ଦେଖୁଛୁ ଆମ ସହିତ ଦେଖା କରିବେ ନା କଣ ଆମ ସହିତ କଥା ହେବେ ନା କଣ ନାଇଁ କି ଭକ୍ତଙ୍କୁ ସମସ୍ତେ ଦେଖନ୍ତି କିନ୍ତୁ ପର୍ସନାଲି କିଏ ଦେଖିପାରିବେ ନାହିଁ ଜାଣି ବି ପାରିବେ ନାହିଁ କିନ୍ତୁ ପ୍ରଭୁ ସେମିତି ନୁହନ୍ତି ଭିଡରେ ବି ତାଙ୍କୁ ଦେଖିବୁ ପର୍ସନାଲ ବି ତାଙ୍କ ସହିତ କନେକ୍ଟେଡ ଥିବୁ ଏବେ ମୋର ପାଇଁ ମୁଁ ଯେତେବେଳେ ପ୍ରାର୍ଥନା କରେ କଣ ଲାଗେ ସମସ୍ତଙ୍କର ପରମେଶ୍ୱର ତମେ ଲାଗିବ କି ନା ମୋର ପ୍ରଭୁ ୟୁ ଆର୍ ମାଇନ୍ ପ୍ରଭୁ କଣ କହିବେ ୟୁ ଆର୍ ମାଇନ୍ ଏ ଯୋଉ ପର୍ସନାଲ ବୋଲିବା ଫିଲିଙ୍ଗ ଅଛି ଇଣ୍ଟିମସି ଆମେ ପାରିବୁ କି ନା ସେ ପାରିବେ ଯେତେ ଜଣ ତାଙ୍କର ଭକ୍ତ ମାନ ଅଛନ୍ତି ସମସ୍ତଙ୍କ ପାଇଁ ସେ ସେତିକି ଭାଗରେ ବିଭକ୍ତ ହେଇଯାଇ ପାରିବାର କ୍ୟାପାସିଟି ଥିବା ସକ୍ଷମ ପରମେଶ୍ୱର ନୁହନ୍ତି କି ସେ ଗୋଟିଏ ଯୋଜନା ପାଇଁ ତିନି ଭାଗରେ ବିଭକ୍ତ ହେଇକି ଦେଖାଇଲେ ବସ୍ ସେତିକି ଆଠୁ ଅଧିକ ବି ହେଇପାରିବେ କିନ୍ତୁ ତିନୋଟି ଯଥେଷ୍ଟ ବୋଲି ଭାବିଲେ ପିତା କରିକି ସେ କାମ କରିବା ପାଇଁ ଜଣେ ପୁତ୍ର ହେଇକି ଜଣେ କାମ କରିବା ପାଇଁ ପବିତ୍ର ଆତ୍ମା ହେଇକି କାମ କରିବା ପାଇଁ ସେ ଡିଭାଇଡ ହେଲେ ପରେ ବାଇବଲ କହେ ଆମେ ସ୍ୱର୍ଗକୁ ଗଲା ପରେ ଏ ମାନେ ମିଶିଯିବେ କାମ ସରିଲା ପରେ ମିଶି ଯାଇପାରିବେ ଆଜ୍ଞା ତ ସେ ହିସାବରେ କେବଳ ଯୀଶୁ
बोलिबा शिक्षा रे से माने कोन करंतनी पुत्र ही ईश्वर पिता अटंती, पुत्र ही पुत्र अटंती, पुत्र ही पवित्र आत्मा अटंती। सेई कॉन्सेप्ट रे भी एते बड़ो भंडो शिक्षा अछि बोली मु भाबे नहीं। ठीक अछि बाऊ, तुम तुम ଯୀଶୁଙ୍କ ଠାରେ ପିତାଙ୍କୁ ଦେଖି ପାରୁଛ, ଯୀଶୁଙ୍କ ଠାରେ ପୁତ୍ରଙ୍କୁ ବି ଦେଖି ପାରୁଛ, ଯୀଶୁଙ୍କ ଠାରେ ପବିତ୍ର ଆତ୍ମାକୁ ଦେଖି ପାରୁଛ, କଣ ମନ୍ଦ ହେଇଗଲା ଏ ଭିତରେ? କେତେ ଜଣ ନାଇଁ, ପିତା ଅଲଗା, ପୁତ୍ର ଅଲଗା, ପବିତ୍ର ଆତ୍ମା ଅଲଗା, ତଥାପି ପିତାଙ୍କ ଠାରେ ପୁତ୍ରଙ୍କୁ ବି ଦେଖି ହେବ, ପୁତ୍ରଙ୍କ ଠାରେ ପିତାଙ୍କୁ ଦେଖି ହେବ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମ କଣ ରଖା ହେବ ବୋଲି ଯିଶାୟ 9:6 କହେ? ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର। ହଁ, କଣ କୁଆଡେ ଗଲେ ସବୁ? ତନ୍ତିରାଜ। ଅନନ୍ତ କାଳୀନ ପିତା, ଟେମ୍ପୋରାରୀ ପିତା ନୁହେଁ। ଯୀଶୁ ମଧ୍ୟ ପିତା ହୁଅନ୍ତି, ଅଛନ୍ତି। ଯୀଶୁଙ୍କର ନାମରେ ଗୋଟେ ନାମ ଅଛି ପିତା ବୋଲି, ଟେମ୍ପୋରାରୀ ନୁହେଁ, ଇଟରନାଲ ଫାଦର। ଯୀଶୁ ବି ପୁତ୍ର ହେଇପାରନ୍ତି ଆଜ୍ଞା। ଯୀଶୁ ଗୋଟେ ପ୍ରଭୁ ମୋ ଠାରେ ମୋ ପିତାଙ୍କୁ ଦେଖ, ମତେ ଗ୍ରହଣ କଲେ ପିତାଙ୍କୁ ଗ୍ରହଣ କଲା ପରି, ମୋର କଥା ମାନିଲେ ପିତାଙ୍କୁ ମାନିଲା ପରି, ମତେ ରେସ୍ପେକ୍ଟ ଦେଲେ ପିତାଙ୍କୁ ରେସ୍ପେକ୍ଟ ଦେଲା ପରି, ମତେ ଯେ ମୋର ଆଜ୍ଞା ପାଳନ କରେ, ମୁଁ ଆହୁରି ପିତା ଯାଇକି ତାଙ୍କ ଠାରେ ବାସ କରିବୁ। ଆପଣଙ୍କର କଣ କହିବେ ସେଟା समझ रे रोहिला, आपके समझ पे निर्भर करता है। या तो उनको तीन अलग करके देखो या एक करके देखो, फर्क नहीं पड़ता। तो प्रभु जीशु ख्रीष्ट जहाँ कहले पिता पुत्र पवित्र आत्मा को नाम रे, इठी नाम विषय देखिबा। पिता नाम नुहे, वी नो दैट। पुत्र भी नाम नुहे, आमे जानछु। पवित्र आत्मा भी नाम नुहे। तो तीन ही जनकर नाम रे बोल लिखा है। तबे खोजिबा पड़े पितांकर नाम कौन? मूसा पचारले, सर ଆପଣ ପଠାଉଛନ୍ତି ମିଶର ଦେଶକୁ, ତ ସେ ପଚାରିବେ କିଏ ପଠାଇଲା ତମକୁ? ନାଇଁ, ହେବ୍ରିୟ ମାନଙ୍କର ଈଶ୍ୱର ପଠାଇଲେ। ତାଙ୍କର ନାମ ଯାକ ଅଛି ନା ନାଇଁ? ଆମର ଦେବ ଗୋଟେ ନାମ ଅଛି, ତମର ଈଶ୍ୱର କିଛି ନାମ ନାହିଁ କି? ପଚାରିଲେ ମୁଁ କଣ କହିବି ପ୍ରଭୁ ବୋଲାରେ, ପ୍ରଭୁ କହିଲେ ଆମ୍ଭେ ପଠେଇଛୁ। ନାମ କିଛି କହିଲେନି, ଆମ୍ଭେ। ଜିହୋବା ମାନେ ଆମ୍ଭେ, ଯେ ଅଛୁ ସେ ଅଛୁ। ଆମେ କଣ ଅଛୁ? ଆମେ ଅଛୁ। ଆଇ ଏମ୍, ହ୍ୱାଟ ଇଜ ଆଇ ଏମ୍? इंग्राजी आई एम को ट्रांसलेट करो ओडिया रे, एम दिस इज जहा, ही इज जहा, शी इज जहा, आई एम ताहा, मु अच्छी। जन ईश्वर जे कि अच्छंती, मान तार अर्थ कौन? आउ के नाहंती, प्रेज लॉर्ड। सहज रे बुझंतु परा, जने ईश्वर जे अच्छंती, और बाकीटा देवादेवी, देवादेवी अच्छंती किंतु ईश्वर नुहंती। हेलो, ईश्वर जने जहां को अलग नाम एक्स्ट्रा दरकार कि आम्भे ईश्वर ହେଇଛୁ ଆଉ ଅଛି। आई एम, आई माने मु, एम माने कौन? आम्भे ଅଛୁ, आई एम। कोठी एम? काली थिले आई वाज, आसंता काली को थिले आई एम गोइंग टू बी। बट परमेश्वर के गत काली भी आई एम, आज भी आई एम, आसंता काली भी आई एम। से गोटे जगह थाए कि पास्ट रे भी रही पारुछंती, प्रेजेंट रे भी रही पारुछंती, और फ्यूचर भी रही पारुछंती। तेणु करी अतीत काल, वर्तमान काल, आओ आसंता कोन भविष्यत काल रे मध्य थिबा एकमात्र परमेश्वर से, ही वाज, ही इज एंड ही इज गोइंग टू बी, एंड टोटली ही इज आउ अछंती से। तो नंबर वन सदा प्रभु तांको नाम, जहां नाम कि नाम एक्स दरकार नहीं, आम्भे बोली कहले आम्भे अछु, जो है वही। और कोई दूसरा शैतान आसले तुम ईश्वर के, ईश्वर जे ହେଇଛନ୍ତି से अटंती मोर ईश्वर बोली कहले भी बुझी जीवो से। माने तांको नाम, नाम कौन नाम की क्या जरूरत है?
सिर्फ एक ही है परमेश्वर, उसके हम बच्चे हैं बोल के देखो तो। ନାଇଁ ନାମ କହିଲେ ଚିହ୍ନିବୁ ନା, କାରଣ ବହୁତ ଗୁଡାଏ ଈଶ୍ୱର ମାନେ ଅଛନ୍ତି, ନାଇଁ ହେବ ନାଇଁ। ସେ ପୋଷ୍ଟ ଖାଲି ଜଣେ ଆଗ ଅଛନ୍ତି ସେଠି। ଦେବା ଦେବୀ ଆତ୍ମା ଇଏ ସେ ସବୁ ଅଛନ୍ତି, ଗୁଡାଏ ଥିବେ। ଈଶ୍ୱର କେବଳ ଜଣେ। ଦୂତ ମାନେ ଭୂତ ମାନେ କୋଟି କୋଟି ହେଇପାରନ୍ତି, ଦେବା ଦେବୀ ମାନେ କୋଟି କୋଟି ହେଇପାରନ୍ତି, ବଟ୍ ଗଡ୍, ଈଶ୍ୱର ପରମେଶ୍ୱର କେବଳ ଜଣେ। ଆମେ ତାଙ୍କୁ ଗ୍ରହଣ କଲୁ। ତାଙ୍କ ନାମ ପଚାରିଲାରୁ ସେ ବି ନାମ କହିବାର ଅଛି ନାଇଁ କି? ଗୋଟେ କାମ କର, ମୁଁ ଯେଉଁ ଯେଉଁ କାମ କରେ ସେଇ କାମ ଅନୁସାରେ ତମେ ମତେ ମୋ ନାମ ଦେଇକି ଦେଖ ତ କଣ ଦେବ କି? ତ ଅବ୍ରାହମ ଦେଲେ ମୋର ପୁଅ ବଦଳରେ ଆଉ କେ ମରିବାକୁ ସେ ଜଗାଇବେ କି ବୋଲାରୁ ଗୋଟେ ମେଣ୍ଢା ଜଗାଇଲେ। ହେଲେ ମୋର ପୁଅ ବଞ୍ଚିଗଲା ନାଇଁ କି? ଦେଖିଲ ନା ଇସାକ, ତୋର ମୃତ୍ୟୁ ବଦଳରେ ଆଉ ଗୋଟେକୁ ମରିବା ପାଇଁ ପ୍ରଭୁ ଜଗାଇଲେ ତୋର ରକ୍ଷା ପାଇଁ। ତ ଆମ ପରମେଶ୍ୱର ଜଗାଇବା ପରମେଶ୍ୱର ଅଟନ୍ତି, ଜିହୋବା ଜିରି। ଅବ୍ରାହମ ନାମ ଦେଲେ, ପରମେଶ୍ୱର କହିନାହାନ୍ତି ସେଟା। ଅମାଲିକ୍ୟ ମାନଙ୍କ ବିରୁଦ୍ଧରେ, ଆରେ ବାପରେ ଏତେ ବିରାଟ ଦଳ ପିମ୍ପୁଡି ପରି ହେଇଯାଇଛନ୍ତି, କେମିତି ଜିତିବୁ? ମୋସା ହାତ ଉଠାଇଲେ ଜିତି ଯାଉଥିଲେ ଇସ୍ରାଏଲି ମାନେ, ହାତ ତଳକୁ କରିଲେ ହାରି ଯାଉଥିଲେ। ତ ଆହରଣ ହୁର ଆସିକି ସେମାନେ ମୋସାଙ୍କର ହାତ ଉଠାଇକି ପ୍ରାର୍ଥନା କଲେ, ଯହୋଶୁଆ ଯୁଦ୍ଧ କଲେ, ଅମାଲିକ୍ୟ ମାନଙ୍କ ଉପରେ ବିଜୟ ହାସଲ କଲା ପରେ ମୋସାର ହାତ ତଳକୁ ନ କରି କହିଲେ, ତମେ ଆମକୁ ବିଜୟ ପ୍ରଦାନ କଲ, ତୁମେ ଉଠ ଜିହୋବା ନିସି। ଏମାନେ ପରମେଶ୍ୱରଙ୍କ ନାମ ଦେଲେ ଆଜ୍ଞା। କେମିତି ଦେଲେ? ସେମାନେ ପରମେଶ୍ୱରଙ୍କ ଠାରୁ କୋଉ ଆଶ୍ଚର୍ଯ୍ୟ କର୍ମ, କୋଉ ମଙ୍ଗଳ ଦାନ ପାଇଲେ, ସେଥି ଦ୍ୱାରା ନାମ ରଖିଲେ। ପ୍ରେଗନେଣ୍ଟ ହେଇଥିବା ହାଗର କହିଲା, ମୋର ମାଲକିନ ମତେ ଘଟ ତୋଡି ଦେଲା ତ ଆଉ ମତେ କିଏ ପଚାରିବ, ମତେ କିଏ ଦେଖୁଛି, ମତେ ଦେଖିବା ଲୋକ ବି ନାହାନ୍ତି ଆଜି, କଣ କରିବି? ଏ ବଣ ଜଙ୍ଗଲ ଭିତରେ ପ୍ରାନ୍ତରରେ ମରୁଭୂମିରେ ପାଣି ବି ନାହିଁ ବୋଲାରୁ ପରମେଶ୍ୱର ପାଣି ଯୋଗାଇଲେ ମରୁଭୂମିରେ। ଆଉ ସେ କହିଲେ, ମତେ ଦେଖିଥିବା ମୋର ପରମେଶ୍ୱର ବେଏର ଲାହାଇ ରୋହି ନାମ ଦେଲା, ଜିହୋବା ରୋହି, ମତେ ଦେଖୁଥିବା ପରମେଶ୍ୱର, ମୋର ହାଲତ ଦେଖୁଥିବା ପରମେଶ୍ୱର ନୁହେଁ କି? ତେବେ ପଏଣ୍ଟ ରହିଲା, ଯେତେବେଳେ ଆମେ ପିତାଙ୍କ ନାମରେ ବାପ୍ତିସ୍ମ ଦେଉ, ଏଇ ସବୁ ନାମରେ ବାପ୍ତିସ୍ମ ଦେଉଛୁ। ପିତା ନାମ ନୁହେଁ, କିନ୍ତୁ ତାଙ୍କର ନାମ ଗୁଡାଏ ଅଛି। ବାଇବେଲର ଭକ୍ତ ମାନେ ଯେମିତି ନାମ ଦେଲେ, ଆପଣଙ୍କର ଜୀବନରେ ବି କିଛିଟା ଯଦି ଆସ୍ୱାଦନ କରିଛନ୍ତି, ସ୍ପେଶାଲି ଗୋଟେ ନାମ ଦିଅନ୍ତୁ। ଆପଣଙ୍କ ପାଇଁ ସେ କଣ ଅଟନ୍ତି? କିଛି ଦେଇପାରିବେନି ଆପଣଙ୍କର ପରମେଶ୍ୱର ପାଇଁ ନାମ। ଯେ କ୍ଷମା ପାଇଲା, କ୍ଷମାକାରୀ ବୋଲି ନାମ ଦେଲା। ଯେ ସୁସ୍ଥତା ପାଇଲା, ସୁସ୍ଥତାକାରୀ ବୋଲି ନାମ ଦେଲା। ଯେ ଶାନ୍ତି ପାଇଲା, ଶାሎም ବୋଲି ନାମ ଦେଲା। ଯେ ଫିଲ୍ କରଲା, ପ୍ରଭୁ ମତେ ଛାଡି ନାହାନ୍ତି ଆଜ୍ଞା, ମୋ ସାଙ୍ଗରେ ଅଛନ୍ତି, ଇମାନୁଏଲ ବୋଲି ନାମ ଦେଲେ। ଯେଉଁ ଭାବିଲେ, ଆରେ ଏଠି ପରମେଶ୍ୱର ଯଦି ଅଛନ୍ତି ମାନେ, ଆଉ ଆଉ ଏଇଟା କଣ ଗୋଟେ 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 ଜଙ୍ଗଲ ହେବ କି? ଏଇଟା ପରମେଶ୍ୱରଙ୍କର ଗୃହ ହେବ ନା? ବୈଥେଲ ବୋଲି ନାମ ଦେଲେ ଯାକୁବ। ଏଲ ବେଥେଲ, ପରମେଶ୍ୱରଙ୍କର ମନ୍ଦିର। ମୁଁ ପରମେଶ୍ୱରଙ୍କର ମୁଖ ଦର୍ଶନ କଲି, ପନୁଏଲ। ସେମାନେ ପରମେଶ୍ୱରଙ୍କୁ ଯାହା ଯାହା ଆସ୍ୱାଦନ କଲେ। ତ ପିତାଙ୍କ ନାମ ଏମିତି ଗୁଡାଏ ଅଛି, ଏଲସଦାଇ, ଏଡୋନାଇ, ଏଲୋହିମ୍। ଏଲୋହିମ୍ ଆକ୍ଚୁଆଲି ହିବ୍ରୁରେ ପ୍ଲୁରାଲ ୱାର୍ଡ, ଆକ୍ଚୁଆଲି ଏଲ ମାନେ ଜଣେ। ଆମକୁ ଓଡିଆରେ ଯେମିତି, ଓଡିଆର ପ୍ଲୁରାଲ କେମିତି କହିବେ? ଗୁଡ଼ିକ, କାଜଗଜ ଗୁଡ଼ିକ, ଚେର ଖଟ ଗୁଡ଼ିକ। ତେଲୁଗୁରେ ଲୁ ମିଶେଲେ ହେଲା ପ୍ଲେଟ, ପ୍ଲେଟ ଲୁ ବୋଲେ ପ୍ଲୁରାଲ। ଚେର କୁର୍ଚି ବୋଲେ ଗୋଟେ ଚେର, କୁର୍ଚି ଲୁ ବୋଲ କହିଲେ ପ୍ଲୁରାଲ ହେଲା, ବହୁ ବଚନ ହେଲା। ମନୁଷ୍ୟ ଜଣେ, ମନୁଷ୍ୟ ଲୁ ବୋଲି କହିଲେ ବହୁତ ଜଣ। ସେମିତି ହିବ୍ରୁ ଭାଷାରେ ଏଲ ବୋଲି କହିଲେ ଜଣେ, ଏଲୋ ହିମ୍, ହିମ୍ ଇମ୍
ଆଡ୍ କଲେ ବହୁ ବଚନ ହେଇଯାଉଛି, ମାନେ ଜଣଙ୍କ ଠାରୁ ଅଧିକ ଅଛନ୍ତି ବୋଲି ଅର୍ଥ। କିରୁବ, କିରୁବ ବୋଲି କହିଲେ ଜଣେ, କିରୁବିମ୍ ବୋଲି କହିଲେ ବହୁ ଜଣ, ସେରାଫ ବୋଲି କହିଲେ ଜଣେ, ସେରାଫିମ୍ ବୋଲି କହିଲେ ବହୁତ ବହୁ ବଚନ। ସେମିତି ଯେତେବେଳେ ହିବ୍ରୁ ଭାଷାରେ ବାଇବଲ ଲେଖା ହେଲା ଓ ପୁରାତନ ନିୟମ ଏଲୋହିମ୍ ବୋଲି ଲେଖିଲାରୁ ଜଣା ପଡୁଛି ଈଶ୍ୱର ବୋଲିବା ପଦରେ ଜଣଙ୍କ ଠାରୁ ଅଧିକ ହିଁ ଅଛନ୍ତି। କେତେ ହେଇଥିବେ କାଳେ ବୋଲି ଚିନ୍ତା କରୁଛ, ଆମେ ଅଧ୍ୟୟନ କରିକି ଦେଖି ପାରୁଛୁ କି ଈଶ୍ୱର ପଦରେ ତିନି ଜଣଙ୍କ ନାମ ଅଧିକାଂଶ ଦେଖା ଯାଉଛି। ପିତା ବି ଦେଖା ଯାଉଛନ୍ତି, ପୁତ୍ର ବି ଦେଖା ଯାଉଛନ୍ତି, ପବିତ୍ର ଆତ୍ମା ବି ଦେଖା ଯାଉଛନ୍ତି। ପିତାଙ୍କର ନାମ ଖୋଜିକି ବାହାର କଲୁ କେତେଟା, ପୁତ୍ରଙ୍କ ନାମ କଣ? ଯେଶାୟା 9:6। ଆଶ୍ଚର୍ଯ୍ୟ ବି ତାଙ୍କର ନାମ ଅଟେ, ମନ୍ତ୍ରୀ ତାଙ୍କର ନାମ ଅଟେ, ଅନନ୍ତକାଳୀନ ପିତା ତାଙ୍କ ନାମ, ପରାକ୍ରାନ୍ତ ପରମେଶ୍ୱର ତାଙ୍କ ନାମ, ଶାନ୍ତିର ରାଜା, ଶାନ୍ତିର ଅଧିପତି ତାଙ୍କ ନାମ ବୋଲି ଦିଆଯିବ ବୋଲି ଲେଖା ଅଛି। ତ ସେଠି କଣ ଦେଖିଲୁ ମାଥ୍ୟୁରେ? ଯୀଶୁ ବୋଲି ତ ନାମ ଦେଲେ, ଆଉ ଏଇ ଯୀଶୁ ବୋଲି ନାମ ଭିତରେ ହିଁ ସେ ସବୁ ଅଛି ବୋଲି କହିଲେ ବି ଚଳିବ। କେତେ ଜଣଙ୍କ ପାଇଁ ଆଶ୍ଚର୍ଯ୍ୟକାରୀ ସେ, କେତେ ଜଣଙ୍କ ପାଇଁ ମନ୍ତ୍ରଣାକାରୀ ସିଏ, କେତେ ଜଣଙ୍କ ପାଇଁ ମୋର କିଏ ନାହାନ୍ତି, ତମେ ତ ମୋର ପିତା, ଆଉ ଏ ମା ବାପା ମାନେ ମରିଯିବେ, ଛାଡିଯିବେ, ତମେ ତ ଛାଡିବନି, ଅନନ୍ତ କାଳ ନୁହେଁ କି ପ୍ରଭୁ ତମେ ମୋର ପାଇଁ? କେବଳ ପିତା କି, କେବଳ ଭାଓବାଦୀ କି, କେବଳ ଦାସ ହେଇକି ଆସିଲ କି, କେବଳ ପ୍ରଭୁ କି, କେବଳ ପୁତ୍ର କି? ନା, ତମେ ମୋର ପାଇଁ ପରମେଶ୍ୱର ବି। ଥମାସ କଣ କହିଲେ? ହେ ମୋର ଈଶ୍ୱର, ହେ ମୋର ପ୍ରଭୁ। ଦିଟା ବି, ଈଶ୍ୱର ବି ତୁମେ, ପ୍ରଭୁ ବି ତୁମେ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ଆଉ କଣ? ଯେଶାୟା 7:14 ଇମାନୁଏଲ ବୋଲି ନାମ ଦେବେ ତାଙ୍କୁ। ମାଥ୍ୟୁ 1:21 ଦୂତ ଆସି କହିଲେ ଯୀଶୁ ବୋଲି ନାମ ଦେବ ତାଙ୍କୁ। ପ୍ରକାଶିତ 19:11 ସେ ସେ ସତ୍ୟ ଓ ବିଶ୍ୱସ୍ତ ବୋଲି ନାମ ପାଇଥିବା ବ୍ୟକ୍ତି ସିଏ। ସତ୍ୟ ବି ତାଙ୍କ ନାମ, ବିଶ୍ୱସ୍ତ ବି ତାଙ୍କ ନାମ। ଆଜ୍ଞା 19:13 ପ୍ରକାଶିତ ବାକ୍ୟ, ଈଶ୍ୱରଙ୍କର ବାକ୍ୟ ବୋଲି ତାଙ୍କୁ ଗୋଟେ ନାମ ଦିଆଗଲା। 19:16 ତାଙ୍କର ଜଙ୍ଘ ଦେଶରେ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ ବୋଲି ନାମ ଲେଖା ଅଛି। ଆଉ ସେଇ 19:12 ଗୋଟିଏ ନାମ ତାଙ୍କର ଅଛି ଯାହା ତାଙ୍କୁ ଛଡା କିଏ ବି ବର୍ତ୍ତମାନ ଜାଣିନାହାନ୍ତି। ଆମେ ସେଠି ଗଲେ ଜଣା ପଡିବ ତାଙ୍କର ଆକ୍ଚୁଆଲି ନାମଟା। ବର୍ତ୍ତମାନ ସେ ପରିତ୍ରାଣ କରୁଥିବାରୁ ତାଙ୍କ ନାମ ଯୀଶୁ। ପରିତ୍ରାଣ ଗୋଟେ କାର୍ଯ୍ୟ, ତ ନାମ ଗୋଟେ ହେଲା। ତ ବର୍ତ୍ତମାନ ଆଶ୍ଚର୍ଯ୍ୟ କି ମନ୍ତ୍ରୀ, ଏଇଟା ସବୁ ତ ଆମେ ବ୍ୟବହାର କରିବା ପାଇଁ ହେଉନି, କାରଣ ସବୁ ଆଶ୍ଚର୍ଯ୍ୟ ବୋଲି କହିଲେ ନର୍ମାଲି ହେଇଯାଉଛି। ସବୁ ସହିତ ଯୀଶୁ ବୋଲିବାଟା ଆମକୁ ହାଇଲାଇଟ କରିବାକୁ ରହିଲା ବର୍ତ୍ତମାନ। ତ ଏ ଗୁଡାଏ ନାମ କାହାର? ପୁତ୍ରଙ୍କର। ତ ପୁତ୍ରଙ୍କ ନାମରେ ଯେତେବେଳେ ବାପ୍ତିସ୍ମ ଦେଉ, ଏଇ ସବୁ ନାମ ସେମାନଙ୍କ ଜୀବନରେ କାର୍ଯ୍ୟ କରେ ବୋଲି ଗୋଟେ ଭାବନା, ଗୋଟେ ବିଶ୍ୱାସ। ପବିତ୍ର ଆତ୍ମାଙ୍କର ନାମ କଣ? ଜୀବନଦାୟକ ଆତ୍ମା। ଆମର ପ୍ରକାଶିତ ବାକ୍ୟର ସେ ସପ୍ତ ଚକ୍ଷୁ କହିଥିଲା ପ୍ରଭୁ, ସପ୍ତ ଚକ୍ଷୁ, ସପ୍ତ ପ୍ରଦୀପ, ସପ୍ତ ଶୃଙ୍ଗ, ସପ୍ତ ପ୍ରଦୀପ, ତାହା ଈଶ୍ୱରଙ୍କର ସପ୍ତ ଆତ୍ମା ବୋଲି ଲେଖା ଅଛି। ଈଶ୍ୱରଙ୍କର ଭୟକାରୀ ଆତ୍ମା, ଜୀବନଦାୟକ ଆତ୍ମା, ଅନୁଗ୍ରହ ଦତ୍ତ ଆତ୍ମା, ସାହାଯ୍ୟକାରୀ ଆତ୍ମା, ଆଦରଣକର୍ତ୍ତା, କମ୍ଫର୍ଟର, ସାନ୍ତ୍ୱନାକାରୀ ଆତ୍ମା। କେତେ ନାମ ଦେଇପାରିବେ? ଆମେ ସପ୍ତ ଆତ୍ମା ବୋଲାରୁ 7ଟା ବାହାର କଲୁ, ଗୁଡାଏ ଥିବ, କାଢି କାଢିକି ଦେଖୁନାହାନ୍ତି। ନିବେଦନକାରୀ ଆତ୍ମା, ଗୁଡାଏ। ଆମର 7 ନମ୍ବର ଥିଲେ ଗୋଟେ ପରଫେକ୍ଟ ଲାଗିବ ବୋଲି 7 କାଢୁଛୁ, ଆଉ ଅଧିକ ବି ଥାଇପାରେ। ତ ପବିତ୍ର ଆତ୍ମାଙ୍କର ନାମ ଗୁଡିକ ବୋଲି କହିବା କଥା, ପୁତ୍ରଙ୍କ ନାମ ଗୁଡିକ ବୋଲି କହିବା କଥା, କି ପିତାଙ୍କ ନାମ ଗୁଡିକ? ନା, ନାମ ସବୁ ନାମରେ କେତେ ଥର ବୁଡିବୁ ଯେ? ପିତାଙ୍କର, ପୁତ୍ରଙ୍କର, ପବିତ୍ର ଆତ୍ମାଙ୍କ ନାମରେ ଆମେ ବୁଡିଲେ ତାଙ୍କର ଯେତିକି ନାମ ବା ତାଙ୍କର ଯେତିକି କାମ, ଯେତିକି ଉପାଧି, ଯେତିକି ଟାଇଟଲ, ଯେତିକି ସେବା କାର୍ଯ୍ୟ ତାଙ୍କର ଅଛି ଆମ ପ୍ରତି, ତା ସବୁ ଫଳିତ କଣ ସଫଳ ହେବ ବୋଲି ନେଉଛୁ। ତବେ ରହିଲା କଥା କଣ, ମାନେ କୋଉଟା କାହିଁରେ ନେଲେ ଭଲ? କାହିଁକି ତୁମେ ଅଲଗା କରୁଛ ବୋଲଛି ମୁଁ?
ପିତା ପୁତ୍ର ପବିତ୍ର ଆତ୍ମା ନାମ ଦେଲେ କଣ ଯୀଶୁ ରାଗିଯିବେ ନା କଣ? ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେଲେ ପିତା ରାଗିଯିବେ ନା କଣ? ଏମାନେ ସବୁ ଗୋଟେ ବୋଲି ମାନୁନାହାନ୍ତି କି? ଜଣକୁ ଦେଖେ ମୁଁ, ସେ ଟାଇମ ହେଲା, ଜଣେ ପ୍ରାର୍ଥନା କରୁଥିଲେ ଥରେ ବହୁତ ବର୍ଷ ତଳେ। ପିତା ଧନ୍ୟବାଦ, పుత్ర ధన్యవాద్, పవిత్రాత్మ ధన్యవాద్, తెలుగుରେ తండ్రి స్తోత్రం, కుమారుడా స్తోత్రం, పరిశుద్ధాత్మ స్తోత్రం। ଘଣ୍ଟାଟି ପିତାଙ୍କୁ ଗୋଟେ ସ୍ତୋତ୍ରମ୍, ପୁତ୍ରଙ୍କୁ ଗୋଟେ ସ୍ତୋତ୍ରମ୍, ପବିତ୍ର ଆତ୍ମା ଗୋଟେ 1 hour ଆଣ୍ଠେଇକି। ତାଙ୍କର ଆକ୍ଚୁଆଲି ସ୍ପିରିଟରେ ନଥିଲା ସେଟା, ତାଙ୍କର ପ୍ରାର୍ଥନାରେ ବି ସେ ଆତ୍ମାରେ ନଥିଲେ, କିନ୍ତୁ ଟେକ୍ନିକାଲି 1 hour କଲେ। କଣ ଜଣା ପଡିଲା ମାନେ ପିତାଙ୍କୁ ସ୍ତୋତ୍ରମ୍ କହିକି ପୁତ୍ରଙ୍କୁ ସ୍ତୋତ୍ରମ୍ ନ କଲେ ରାଗିଯିବେ, ତାଙ୍କୁ ଗୋଟେ ସ୍ତୋତ୍ରମ୍ ଦେଇଦେବା, ଆଙ୍କର ପାଇଁ ଗୋଟେ ସ୍ତୋତ୍ରମ୍ ଛାଡ଼ିଦେବା, ପବିତ୍ର ତମକୁ ତମେ ରାଗୁନି, ତମକୁ ବି ଗୋଟେ ସ୍ତୋତ୍ରମ୍ ଦେବି, 3 ଜଣ ମାଟି ଖାଅ। ଏମିତି କି ତୁମେ ଖାଲି ପ୍ରଭୁ ଧନ୍ୟବାଦ, ପ୍ରଭୁ ଧନ୍ୟବାଦ, ତୁମେ କେତେ ପ୍ରେମ କଲ ଧନ୍ୟବାଦ ବୋଲି ପିତା ରାଗିବେ? ମୁଁ କରିନାହିଁ କି ପ୍ରେମ? ହଁ, ପିତା ପରମେଶ୍ୱରଙ୍କର ପ୍ରେମ ବୋଲି ଆଶୀର୍ବାଦ ଦିଆ ହଉଛି ସେଠି। ପିତା ଈଶ୍ୱରଙ୍କର ପ୍ରେମ, ପୁତ୍ର ଯୀଶୁଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ସହଭାଗିତା। କରିନ୍ତି ପତ୍ରିକାରେ ଆଶୀର୍ବାଦ ସେମିତି ଦିଆଯାଏ। ତ ପିତା ପ୍ରେମ କଲେ, ପୁତ୍ର ପ୍ରେମ କଲେ ନାଇଁ କି? ହଁ, ପୁତ୍ରଙ୍କର ଅନୁଗ୍ରହ, ପିତା କହେ ମୁଁ ପରା ଅନୁଗ୍ରହ ଦେଲି, ମୁଁ ଅନୁଗ୍ରହ ଦେଲା ପରେ ପରେ ତ ପୁତ୍ର ଆସିଲେ ବୋଲି କହିବି କି ନା? ପିତାଙ୍କର ବି ପ୍ରେମ, ପୁତ୍ରଙ୍କର ବି ପ୍ରେମ, ପବିତ୍ର ଆତ୍ମାଙ୍କର ବି ପ୍ରେମ ଅଛି ଆମ ପ୍ରତି। ପିତାଙ୍କର ଅନୁଗ୍ରହ ଅଛି, ପୁତ୍ରଙ୍କ ଅନୁଗ୍ରହ ଅଛି, ପବିତ୍ର ଆତ୍ମାଙ୍କର ଅନୁଗ୍ରହ, ଅନୁଗ୍ରହ ଦତ୍ତ ଆତ୍ମା, ତାଙ୍କ ନାମ ହିଁ ସ୍ପିରିଟ ଅଫ ଗ୍ରେସ୍। ପିତାଙ୍କର ସହଭାଗିତା, ପୁତ୍ରଙ୍କର ସହଭାଗିତା, ପବିତ୍ର ଆତ୍ମାଙ୍କର ସହଭାଗିତା ବି ଲେଖା ଅଛି ବାଇବଲରେ। ଆମେ 3ଟା ଅଲଗା କାହିଁ କରୁଛୁ? ଜଣକୁ ଗୋଟେ କଥା କହିଲେ ଆଉ ଜଣେ ରାଗିବେ କି ନାହିଁ? ପବିତ୍ର ଆତ୍ମାକୁ ଧନ୍ୟବାଦ ଦେଲେ ବି 3 ଜଣଙ୍କୁ ଧନ୍ୟବାଦ ଦେଲା ପରି, ପିତାଙ୍କୁ ଧନ୍ୟବାଦ ଦେଲେ ବି 3 ଜଣଙ୍କୁ ଧନ୍ୟବାଦ ଦେଲା ପରି, ପିତାଙ୍କୁ ଗୌରବ ଦେଲେ ବଡ ଲୋକଙ୍କୁ ଦଉଛନ୍ତି, ଆମକୁ କିଏ ପଚାରୁଛନ୍ତି ବୋଲି ପବିତ୍ର ଆତ୍ମା ଭାବିବେ ନାହିଁ, ପ୍ରଭୁ ବି ଭାବିବେ ନାହିଁ। ତ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବା ଲୋକଙ୍କୁ ଆହୁରି ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେବା ଦ୍ୱାରା ତମେ କଣ ଦେଖାଉଛ? ମାନେ ଏଇ 3ଟା, ଏଇ ମାନେ ଅଲଗା, 3ଟା ଅଲଗା, ଏ ଯୀଶୁ ଅଲଗା ବୋଲି ମାନିଲା ପରି କି ନୁହେଁ କି? କାହିଁକି ଦ୍ୱିତୀୟ ଥର ଦେବେ ବାପ୍ତିସ୍ମ? ଯେ ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେଲା, ପ୍ରେଜ୍ ଦ ଲର୍ଡ। କହିଲେ କି ପିତାଙ୍କର ନାମ ଗୁଡ଼ିକ, ପୁତ୍ରଙ୍କ ନାମ ଗୁଡ଼ିକ, ପବିତ୍ର ଆତ୍ମା ନାମ ଗୁଡ଼ିକ, ଗୋଟେ ସାଟିସ୍ଫାକ୍ସନ ଏଇ 3ଟା ନାମରେ ନେଲେ। 3ଟା ନାମ ନୁହେଁ, ପିତା ପୁତ୍ର ପବିତ୍ର ଆତ୍ମା ନାମରେ ନେଲେ, ସେ ଯେତିକି ନାମ ଯାହାକୁ ଲେଖା ହେଇଛି ବାଇବଲରେ, ସବୁଠି ଆମେ ବୁଡ଼ିଲା ପରି ମାନୁଛୁ। ବିଶ୍ୱାସ ଏଟା, ଏମିତି ଲେଖା ହିଁ ନେଇ, କିନ୍ତୁ ବିଶ୍ୱାସ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେଲେ ବି ପିତା ବି ଆମ ସହିତ ଥିବେ, ପୁତ୍ର ବି ଆମ ସହିତ ଥିବେ, ପବିତ୍ର ଆତ୍ମା ବି ଥିବେ। କାହିଁକି ଅଲଗା କରିକି ଝଗଡା ହଉଛନ୍ତି ବୋଲି କହୁଛି ମୁଁ, ବେକାରରେ। କିଏ ଜଣେ ଆସିକି ମୋର ସ୍ତ୍ରୀଙ୍କୁ କିଛି କଣ କହିଲେ, ମତେ କହିଲା ପରି ନୁହେଁ କି? ତାଙ୍କୁ କହିଲ, ତାଙ୍କୁ ଡାକିଲ ବାହାଘରକୁ, ଆମକୁ ଡାକିଲ, ମତେ ଡାକିଲ ନା ବୋଲି, ଏଇଟା ଗୋଟେ କଥା କି ଆଜ୍ଞା? ମ୍ୟାରେଜ କାର୍ଡ କି ଫଙ୍କସନ କାର୍ଡ ମତେ ଆପଣ ଫୋନ କରି, ରାଜୀବ ଭାଇ ଆପଣ ଆସିବେ ଫ୍ୟାମିଲି ସହିତ ଆସିବେ ବୋଲି, ସ୍ତ୍ରୀ କହିବ ତାଙ୍କୁ ଡାକିଲ ନା ମତେ ଫ୍ୟାମିଲିକୁ ଡାକିଲେ? ଏଇ ଫଳ ଖାଇଲେ ତୁମେ ମରିବ, କାହାକୁ କହିଥିଲେ? ହବାକୁ ନା ଆଦମକୁ? ଏଇ ଫଳ ଯେଉଁ ଦିନ ଖାଇବ ସେଦିନ ନିତାନ୍ତ ମରିବ, ଆଦମକୁ କହିଲେ। ହବା ସୃଷ୍ଟି ହେଇନଥିଲା, ହବା ଆଦମଙ୍କ ଠାରେ ଥିଲା। ତେଣୁ ସେଠି କୋଶ୍ଚିନ୍ ଦରକାର ନାହିଁ କି ହବା କହିବ ମତେ କହିଲ କି, ଆମେ ତ ଜାଣିନୁ ନା, ୟୁ ୱର ଟୋଲ୍ଡ, ୟୁ ୱର ଇନ୍ ହିମ୍। ଅବ୍ରାହମଙ୍କ ବିଷୟରେ କୁହାଯାଏ କି ଅବ୍ରାହମ ଦଶମାଂଶ ଦେଲେ। ସେତେବେଳେ ଲେବିୟ କୋଉଠି ଥିଲା? ଲେବିୟ ଅବ୍ରାହମଙ୍କ ଗର୍ଭରେ ଥିଲେ। ଏବେ ପଢିଲେ କି ହେବ୍ରୀ ପତ୍ରିକାରେ, all his descendants were in Abraham। ଆଉ ଯେତେବେଳେ ପରମେଶ୍ୱର ଅବ୍ରାହମକୁ ଆଶୀର୍ବାଦ ଦେଲେ, ତାଙ୍କର ସମସ୍ତ ସନ୍ତତି ଆଶୀର୍ବାଦ ପ୍ରାପ୍ତ ହେଲେ। ତ ପିତା ପୁତ୍ର ପବିତ୍ର ଆତ୍ମା ହୁଅନ୍ତୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମରେ ବାପ୍ତିସ୍ମ ହୁଅନ୍ତୁ, ଲକ୍ଷ୍ୟ ହେଲା ପରିତ୍ରାଣ ପାଇଲ କି ନାହିଁ।
ଲକ୍ଷ୍ୟ ହେଲା ପରିତ୍ରାଣ ପାଇଁ ନେଲ କି ନେଇ ସେଟା ନା ନା କୋଉ ସ୍ୱାର୍ଥ ପାଇଁ ନେଇଥିଲ କି? ଖ୍ରୀଷ୍ଟିଆନ ହେଇଗଲେ କିଛିଟା ଲାଭ ମିଳିବ ବୋଲି କହିଲେ ସାର୍ ସେଥିପାଇଁ ବୁଡ଼ିଲୁ ବୋଲି କହୁଛ? ନା ବିବାହ ପାଇଁ ନେଇଛ? ନା ଖ୍ରୀଷ୍ଟିଆନ ସଂସ୍ଥାରେ ଜବ ପାଇଁ ନେଇଛ? ନା ଖ୍ରୀଷ୍ଟିଆନ ହେଲେ ତୁମକୁ ଘର ଦ୍ୱାର ଦିଆଯିବ ଫରେନରୁ ଜଣେ ଆସୁଛନ୍ତି ବୋଲି କହିକି ପାଷ୍ଟର ତୁମକୁ ବୋଡାଇଲା, ଏଥିରେ ନିର୍ଭର କରେ ଠିକ ଠିକ ନେଲ ନା ଭୁଲ ନେଲ। ନାମରେ ଫରକ ପଡିବ ନାହିଁ ଆଜ୍ଞା। ତୁମକୁ ବାପ୍ତିସ୍ମ ଦେଇଥିବା ପାଶ ସତରେ ଅଭିଷିକ୍ତ ପାଷ୍ଟର କି ନା ମଦୁଆ ବ୍ୟଭିଚାରୀ କି ସେ ନିଜେ ପରିତ୍ରାଣ ପାଇଲା କି ନାହିଁ, ସେଇଟା ଦେଖିକି ତୁମେ ହିସାବ କରିବାର ତୁମେ ନେବା ବାପ୍ତିସ୍ମ ଠିକ ନା ଭୁଲ। सर्टिफिकेट नथिबा, पाठ पढ़ी नथिबा, सर्टिफिकेट पाई नथिबा, एग्जाम लिखि नथिबा जने लोक तुमको चिकित्सा करके औषध लिखिले तुम देह उल्टा खराब हैला परे जानिबो कि से एक्चुअली पाठ पढ़ी नहीं, से डॉक्टर पाठ पढ़ी नहीं, एटी सेठी चोरे कि से दुकान चलाइछि बोली सुनला पर कोन करिवो, ता पाख जीवाटा बंद करके गोटे भल डॉक्टर पाख जिमती जीवो, सिमिति गोटे प्रभुଙ୍କ द्वारा आहूत मनोनीत अभिषिक्त ଶିକ୍ଷିତ ହେଇନଥିବା ଜଣେ ଦାସଙ୍କ ପାଖରେ ଗୋଟେ ଗୋଟେ ନିଜକୁ ଦାସ ବୋଲି କହୁଥିବା ପାଷ୍ଟର ପାଖରେ ନେଇଥିବା ବାପ୍ତିସ୍ମ ଯଦି ତୁମେ ଜାଣିଲ କି ତାଙ୍କୁ ତ ପରିତ୍ରାଣ ନାହିଁ, ସେ ତ ମଦ ଛାଡି ନାହିଁ, ସେ ତ ନିଜେ ପବିତ୍ରୀକୃତ ହେଇନାହିଁ, ସେ ତ ନିଜେ ବାକ୍ୟ ଜାଣିନାହିଁ, ସେ କେମିତି ବାପ୍ତିସ୍ମ ଦେଇଦେଲା? ସେତେବେଳେ ଟିକେ ଡାଉଟ ଲାଗିବ, ଆରେ ନା ନା ମୁଁ ସଠିକ ବାପ୍ତିସ୍ମ ନେବାକୁ ପଡିବ। ସେତେବେଳେ ସେଟା ତମ ଉପରେ ରହିଲା, ନେବାକୁ ଇଚ୍ଛା କରୁଛ କି ୟୁ କ୍ୟାନ୍ ଗୋ ଆଣ୍ଡ ଟେକ୍। ଆଜ୍ଞା ମୁଁ ଯୋଉ ବାପ୍ତିସ୍ମ ଆଗେ ନେଉଥିଲି, ନା ମୋର ବୁଦ୍ଧି ଥିଲା, ନା ମୁଁ ଠିକରେ ଶିକ୍ଷା ପାଇଲି, ନା ମୁଁ ବାପ୍ତିସ୍ମ ବୁଡାଇଥିବା ସେ ପାଷ୍ଟ ବି ଶିକ୍ଷା ପାଇଲା। ତ ସେତେବେଳେ କେତେ ଜଣ ପାଷ୍ଟ ମାନେ ଦେଖି କୁହନ୍ତି ନାଇଁ ବାବୁ ତୁମେ ଅର୍ଥ ନେଲେ ହିଁ ଠିକ ଥିବ ବୋଲି। ନାଇଁ ଯଦି ପାଷ୍ଟ ଠିକ ନାହିଁ କି କଣ ତୁମେ ସେତେବେଳେ ଶିକ୍ଷା ପାଇଲ ନାହିଁ କି ବାପ୍ତିସ୍ମ ନେଇଗଲ, ତୁମେ ଶିକ୍ଷା ନ ପାଇକି ତୁମେ ଠିକରେ ନ ଜାଣିକି ଯଦି ଭଲ ପାଷ୍ଟ ପାଖରେ ବାପ୍ତିସ୍ମ ନେଲ ଯଦି, ତ ପରେ ତୁମେ ଶିକ୍ଷା ପାଅ, ପାଇଲା ପରେ ଆଉ ଥରେ ବାପ୍ତିସ୍ମ ନେବା ଦରକାର ନାହିଁ, କାରଣ ଯେ ବାପ୍ତିସ୍ମ ଆଗରୁ ଦେଇଛନ୍ତି ସେ ଠିକ ଲୋକ, ଠିକ ବାପ୍ତିସ୍ମ ଦେଇଛନ୍ତି, କିନ୍ତୁ ତୁମେ ଶୁଣି ନଥିଲ, ଏବେ ଶୁଣ। ଆଜ୍ଞା ଆମର ମନୋଭାବ ଯଦି ଆତ୍ମିକ, ଆମର ନିଷ୍ପତ୍ତି ଯଦି ସଠିକ, ଆପଣ ଯୋଉଠି ବାପ୍ତିସ୍ମ ନେଲେ ବି ଚଳିବ। ଆପଣଙ୍କର ମନ ଠିକ ନାହିଁ, ଆପଣ ଯେତେ ବଡ ଉତ୍ତମ ଦାସଙ୍କ ପାଖରେ ବାପ୍ତିସ୍ମ ନେଲେ ବି ସ୍ୱର୍ଗ ଯିବେନି, କାରଣ ମନ ଠିକ ନାହିଁ, ମନ ପରିବର୍ତ୍ତନ ହେଇନି ସେଠି। ତ କିଏ ଦେଉଛି ସେଟା ପଛ କଥା, ଆପଣଙ୍କର ନିଷ୍ପତ୍ତି କଣ? ଆପଣଙ୍କ ନିଷ୍ପତ୍ତି କଣ? ଆପଣଙ୍କ ନିଷ୍ପତ୍ତି ଯଦି ସଠିକ, ତ ଆପଣଙ୍କୁ ବାପ୍ତିସ୍ମ ଦେଇଥିବା ପାଷ୍ଟର ଠାରୁ ଆପଣଙ୍କର ଆତ୍ମିକତା ଆହୁରି ଆଗକୁ ଯାଇପାରିବ ଆଜ୍ଞା। କି ଆପଣଙ୍କର ବାପ୍ତିସ୍ମ ଦେଇ ପାଷ୍ଟର ମାନେ ଛାନି ହେଇଯିବେ ଗୋଟେ 10 ବର୍ଷ ପରେ, ଆରେ ରେ 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 ମୋ ପାଖରେ ବାପ୍ତିସ୍ମ ନେଉଥିଲେ, ଏତେ ସୁନ୍ଦର ଗୀତ ଗାଉଛି, ଏତେ ସୁନ୍ଦର ୱାର୍ସିପ କରୁଛି, ଏତେ ସୁନ୍ଦର ଦାନ ପାଇଛି କି ମୋ ପାଖରେ ନାହିଁ। ଆଉ ସେଟା ପାଷ୍ଟ ମାନେ ଭାବୁଥିବେ ମୁଁ ମୁଁ ଏତିକି କହିପାରୁନି, ସେ କେମିତି କହିପାରୁଛି? ସତ କଥା। ଆପଣଙ୍କର ନିଷ୍ପତ୍ତି ଯଦି ଠିକ, ତ କାହା ପାଖରେ ନେଲେ କେମିତି ନେଲେ ଡରିବେ କାହିଁକି? ଗୋଡ ଧରନ୍ତୁ ପ୍ରଭୁଙ୍କର। ବାପ୍ତିସ୍ମ ରକ୍ଷା କରିବନି, ନିଷ୍ପତ୍ତି ବହୁତ ଜରୁରୀ, ମନ ପରିବର୍ତ୍ତନ ବହୁତ ଜରୁରୀ। ବାପ୍ତିସ୍ମ ଏକ ପ୍ରକ୍ରିୟା ଯାହା ଆମେ ମାନିବାକୁ ପଡିବ। ଜଣେ ପଚାରୁଥିଲେ ଆମେ ତ ପାପ ପାଇଁ ବାପ୍ତିସ୍ମ ନେଉଛୁ, ଯୀଶୁ କାହିଁକି ବାପ୍ତିସ୍ମ ନେଲେ? ଯୀଶୁ ଆମକୁ ଆଦର୍ଶ ଦେଖାଇଲେ ସେଟା କି ବାପ୍ତିସ୍ମ ଏକ ଧର୍ମ କର୍ମ ଅଟେ। ତୁମେ ଯେ କେହି ହଉ, ଜଗତର କୌଣସି ପାପ ଅଭିଳାଷ ସିଗରେଟ ମଦ ଅଭ୍ୟାସ ନଥିଲେ ବି, ସାଧୁ ସନ୍ଥ ପରି ଲୋକ ଥିଲେ ବି, ପିମ୍ପୁଡିକୁ ବି ହାନି କରିନଥିବ, କେବେ କ୍ଷତି କରିନଥିବ, ଆମିଷ ବି ଖାଉ ନଥିବ, ଏତେ ସାଧୁ ସନ୍ଥ ଲୋକ ଥିବେ କି ନାହିଁ ଜଗତରେ? ବାବା ମାନେ ଋଷି ମାନେ ମାନବତାବାଦୀ ସତ୍ୟବାଦୀ ଗାନ୍ଧୀଜୀ ପରି ସତ୍ୟବାଦୀ ବି ଥିବେ, ବଟ ଷ୍ଟିଲ ପ୍ରଭୁ କହୁଛନ୍ତି ଭଲ ବି ହେଇଥିବ ବାବୁ ବାପ୍ତିସ୍ମ ନିଅ। କାରଣ କର୍ମରେ ପାପ ନଥିଲେ ବି ଜନ୍ମରୁ ହିଁ ପାପୀ ଆମ ମାନଙ୍କର ବ୍ଲଡ, ଆମ ମାନଙ୍କର ଡିଏନ ରେ ପାପ କଣ୍ଟେନ୍ କରୁଛି। ତେଣୁକରି ତୁମେ ଯେ କେହି ହଉ ବାପ୍ତିସ୍ମ ନେବାକୁ ପଡିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ବସ୍ତ୍ର କାଢିକି ଗୋଟେ ଗାମୁଛା ଗୋଟେ ପିନ୍ଧିକି
ଶିଷ୍ୟ ମାନଙ୍କର ପାଦ ଧୋଉଥିଲେ ଆଉ ଶିଷ୍ୟ ମାନେ କହିଲେ ପ୍ରଭୁ ଆପଣ କଣ ରେ 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 ବୋଲିଲା ବେଳକୁ ପ୍ରଭୁ କହିଲେ ତୁମକୁ ଖରାପ ଲାଗୁଛି କି ମୋର ପରି ଗୁରୁ ମୋର ପରି ଉନ୍ନତ ଷ୍ଟେଟସ ର ଲୋକ ତୁମର ପାଦ ଛୁଇଁଲାରୁ ଖରାପ ଲାଗୁଛି କି ମୁଁ ତୁମକୁ ସତ୍ୟ କହୁଛି ଯଦି ମୁଁ ଗୁରୁ ହେଇକି ମୁଁ ଶିକ୍ଷକ ହେଇକି ଯଦି ତୁମର ପାଦ ଧୋଉଛି ତୁମ୍ଭେ ମାନେ ମଧ୍ୟ ସମସ୍ତଙ୍କର ପାଦ ଧୋଇବା ଦରକାର ନିଜକୁ ସେତିକି ନମ୍ର କର ବୋଲି ଏକ୍ସାମ୍ପଲ ଦେଖାଇବା ପାଇଁ ପ୍ରଭୁ ପାଦ ଧୋଇଲେ ଯେମିତି ସେମିତି ଏକ୍ସାମ୍ପଲ ଦେଖାଇବା ପାଇଁ ସେ ବାପ୍ତିସ୍ମ ନେଇକି ଦେଖାଇଲେ ମୁଁ ତ ଅଲରେଡି ଜନ୍ମରୁ ପବିତ୍ର ଯଦି ମୁଁ ବାପ୍ତିସ୍ମ ନେଇଛି ତମକୁ କଣ ପ୍ରୋବ୍ଲେମ ହଉଛି ବୋଲଲେ ସେ ଯୀଶୁ ଯଦି ପବିତ୍ର ଆତ୍ମା ଏକ୍ସଟ୍ରା ପାଇଲେ ସେ ଜନ୍ମରୁ ପବିତ୍ର ଆତ୍ମାରୁ ଜନ୍ମ ହେଲେ ତଥାପି ସେ ପବିତ୍ର ଆତ୍ମା ପାଇଲେ ପ୍ରଭୁ କହୁଛନ୍ତି ମୁଁ ଯଦି ଅଲଗାରେ ପବିତ୍ର ଆତ୍ମା ଦିଆଯାଉ ମାଗିଲି ତମକୁ କଣ ପ୍ରୋବ୍ଲେମ ହେଉଛି କାହିଁକି ନେବ ନାହିଁ ତମର ଏକ୍ସକ୍ୟୁଜ କଣ ତମର ବାହାନା କଣ ମୁଁ ଯଦି ପବିତ୍ର ଜୀବନ ଯାପନ କରିବା ପାଇଁ ଫାଇଟ କରିବାକୁ ପଡିଲା ନିଜକୁ ପବିତ୍ର ରଖିବା ପାଇଁ ତମେ କାହିଁକି ଫାଇଟ କରିବ ନାହିଁ ମୁଁ ଯଦି କ୍ରୁଶ ବହନ କଲି ତମେ କାହିଁକି ବହନ କରିବନି ମୁଁ ଯଦି ନିନ୍ଦା ପାଇଲି ଈଶ୍ୱର ହେଇକି ଏତେ ମିରାକଲ କରିକି ଏତେ ପ୍ରେମ ସ୍ନେହ ଦେଖାଇକି ବି ଲୋକମାନଙ୍କ ଠାରୁ ମାଡ ଖାଇଲି ମୁଁ ତ ତମକୁ କାହିଁକି ପ୍ରେମ କରିବି ଜଗତର ଲୋକମାନେ କଣ ଭାବୁଛ ବୋଲି କହୁଛନ୍ତି ସେ ସୋ ଏଭ୍ରିଥିଙ୍ଗ ୱାଜ an example and a pattern କଣ କହିବେ ଆଦର୍ଶ ଦେଖାଇକି ଗଲେ ପଦଚିହ୍ନ ଦେଖାଇକି ଗଲେ ଲେଖା ଅଛି ତ ସେ ପାପ ପାଇଁ ବାପ୍ତିସ୍ମ ନେଇନାହାନ୍ତି ଆମର ପାଇଁ ବାପ୍ତିସ୍ମ ନେଇକି ଦେଖାଇଲେ ସେ ତ ବାପ୍ତିସ୍ମର ପଏଣ୍ଟ କ୍ଲିୟର ହେଲା ବୋଲି ଭାବୁଛି ଆମେ ବୋଧେ ଆସନ୍ତା କାଲି ହିଁ ଆହୁରି କଣ୍ଟିନ୍ୟୁ କରିବାକୁ ପଡିବ ସେକେଣ୍ଡ କ୍ୱେଶ୍ଚନ ରହିଲା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ମାନେ କଣ ସେଟା ଗୋଟେ ସବଜେକ୍ଟ ଗୋଟେ ଟପିକ ସେଟା ମୁଁ କହିବି ଟପିକ ଟା ତୃତୀୟ କ୍ୱେଶ୍ଚନ ହେଲା ସେଇଟା ବି ବୁଝାଇ ମୂଷାଙ୍କୁ ପରମେଶ୍ୱର ମାରିବାକୁ ବଧ କରିବାକୁ ଆସୁଥିଲେ କାହିଁକି ଆମେ ଆଗ କଥା ହେଇଥିଲେ ବିଷୟରେ ଆଉ ଥରେ ଦେଖିବା ଚତୁର୍ଥ କ୍ୱେଶ୍ଚନ ହେଲା ଈଶ୍ୱରଙ୍କର ସଜା ପରିଧାନ କରିବାଟା ମାନେ କେମିତି ୱେଲ ୱଣ୍ଡରଫୁଲ ବହୁତ ଖୁସି ଲାଗିଲା ବହୁତ ସୁନ୍ଦର କ୍ୱେଶ୍ଚନ ଦେଇଛନ୍ତି ଆପଣ ମାନେ ସବୁ ଗୋଟେ ଗୋଟେ ଟ୍ରାଏ କରିବା ଓକେ ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା କରିବା ବାପ୍ତିସ୍ମ ସମ୍ବନ୍ଧର ଡାଉଟ ଟା କ୍ଲିୟର ହେଲା ବୋଲି ଆଶା କରୁଛି ଏ ସମସ୍ତଙ୍କ ଆବଶ୍ୟକତା ଥିଲା ବୋଲି ମୁଁ ଟିକେ ଡିଟେଲରେ କହିଲି ଖାଲି ଗୋଟେ କ୍ୱେଶ୍ଚନ କୁ କ୍ଲିୟର କରିବା ପାଇଁ ନୁହେଁ ଗୋଟେ ଶିକ୍ଷା ପରି କହିଲି କୋଉ ବାପ୍ତିସ୍ମ ହେଲେ କଣ ଆଜ୍ଞା ପରିତ୍ରାଣ ପାଆନ୍ତୁ ଆଜ୍ଞା ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ନିଅନ୍ତୁ କି ଯୀଶୁଙ୍କ ନାମରେ ନିଅନ୍ତୁ ସେଇମାନେ ଆମର ପରମେଶ୍ୱର ସେ ମାନେ ବୋଲି କହିବା କଥା ନୁହେଁ ସେ ଆମର ପରମେଶ୍ୱର ଯୀଶୁ ବି ପିତାଙ୍କୁ ଯୀଶୁ ବୋଲି ଡାକୁ ମନା କି ସେ ଅନନ୍ତ କାଳୀନ ପିତା ପୁତ୍ରଙ୍କୁ ଯୀଶୁ ବୋଲି ଡାକୁ ପବିତ୍ର ଆତ୍ମାଙ୍କୁ ଯୀଶୁ ବୋଲି ଡାକୁ କାରଣ ପ୍ରେରିତ ପୁସ୍ତକ କହେ ଯୀଶୁଙ୍କର ଆତ୍ମା ବୋଲି ଲେଖା ଅଛି ରୋମିଓ ପତ୍ରିକା କହେ ଖ୍ରୀଷ୍ଟଙ୍କର ଆତ୍ମା ବୋଲି ଲେଖା ଅଛି ଈଶ୍ୱରଙ୍କର ଆତ୍ମା ବୋଲି ଲେଖା ଅଛି ସେମାନେ ଝଗଡା ହଉନାହାନ୍ତି ଆମେ କାହିଁକି ଝଗଡା ହଉଛୁ ପିତା ଦରକାର ନା ପୁତ୍ର ଦରକାର ଆମକୁ ତିନି ଜଣ ବି ଦରକାର ଆଜ୍ଞା କିନ୍ତୁ ପୁତ୍ରଙ୍କୁ ଧରିବାର ପୁତ୍ର ଠାରେ ହିଁ ସବୁ ଝଗଡା ହେବାର ନାହିଁ ଅଲଗା ଅଲଗା ଭାବିକି ଅଲଗା ହେଇଯାଇଛନ୍ତି ଆମେ ହେଇଯାଇଛୁ କାହିଁକି ଯୀଶୁ କେବଳ ଯୀଶୁ ଓନ୍ଲି ଜିଜସ୍ ଏମିତି ଗୋଟେ ଅଲଗା ଶିକ୍ଷାର ଢାଞ୍ଚା ଆସିଗଲା ମତେ ଜଣା ନାହିଁ we don't need to be separated for that ମୁଁ ତ କହେ ଯୀଶୁଙ୍କ ନାମରେ ବାପ୍ତିସ୍ମ ନେଲେ କି ପ୍ରେଜ ଦ ଲର୍ଡ ପରିତ୍ରାଣ ପାଇଲ କି ନା ଦେଖ ସ୍ୱର୍ଗ ଯିବ ପିତା ପୁତ୍ର ପବିତ୍ର ଆତ୍ମା ନାମରେ ନେଲ କି ଠିକ ଅଛି ପ୍ରେଜ ଦ ଲର୍ଡ ସ୍ୱର୍ଗ ଯିବ ମୁଁ ତ ସେଇ ନାମରେ ଦିଏ ପିତା ପୁତ୍ର ପବିତ୍ର ଆତ୍ମା ନାମରେ ଦିଏ ଆଉ ଜଣେ ଅଛି କି ନା ନା ପିତାଙ୍କ ନାମ ନୁହେଁ ସେଟା ପିତା ପୁତ୍ର ପବିତ୍ର ଆତ୍ମା ନାମ ନାମ କାହିଁ ସେଠି ଯୀଶୁଙ୍କ ନାମ ଥିଲେ ସେଟା ପରିତ୍ରାଣ ମିଳିବ ବୋଲି କହିକି ଆପଣଙ୍କୁ ଯଦି ଭड़କେଇକି ଆଉ ଥରେ ବାପ୍ତିସ୍ମ ବୁଡାଇଛି ଆପଣଙ୍କର ଇଚ୍ଛା ସେଇଟା ଆପଣଙ୍କୁ ଡର ଲାଗିଲା କି ସତ କଥା ଆଜ୍ଞା ପିତା ପୁତ୍ର ପବିତ୍ର ଆତ୍ମା ତ ଯୀଶୁଙ୍କ ନାମ ନାହିଁ ତ ପରିତ୍ରାଣ ପାଇଲ କି ନାହିଁ ଏତିକି ଡାଉଟ କାହିଁକି ପିତା ପୁତ୍ର ପବିତ୍ର ଆତ୍ମା ନାମ ବୋଲି କହିଲେ ନା ପରମେଶ୍ୱର ବୁଝିପାରିବେ ନା 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 ଶୈତାନ ବୁଝିପାରିବନି ପରମେଶ୍ୱର ବୁଝିପାରିବେନି କି ପିତା ପୁତ୍ର ପବିତ୍ର ଆତ୍ମା ନାମରେ କାହା ନାଁରେ ଏଟା ନା ପିତା କନଫ୍ୟୁଜ ହେବେ କି ନା ଶୈତାନ କନଫ୍ୟୁଜ ହେବେ ପିତା ପୁତ୍ର ପବିତ୍ର ଆତ୍ମା ତ ଯୀଶୁ ନାହାନ୍ତି ନୁହନ୍ତି ସେଠି ହେଲେ ତ ପରିତ୍ରାଣ ମିଳୁନି ବୋଲି କହିବ କି ଶୈତାନ କଥା ଶୁଣନ୍ତୁ ନାଇଁ ଆଜ୍ଞା ପିତା ପୁତ୍ର ପବିତ୍ର ଆତ୍ମା ଯୀଶୁ ନିଜେ କହିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରେରିତ ମାନେ ବି କହିଲେ ଯାହା ବି ଠିକ ଅଛି କଣ ହ୍ୱାଟ ଇଜ ଦ ପ୍ରୋବ୍ଲେମ
ଦିଟା ବି ବାଇବେଲରେ ଅଛି। ବାଇବେଲରେ ନଥିଲେ କିଛି କୁହନ୍ତୁ, ବାଇବେଲରେ ନଥିବାଟା ଯଦି କିଛି କରୁଛୁ ମାନେ ସେଟା ଅଲଗା, ସେଟା ତାହେଲେ ଡିସ୍କସ୍ କରନ୍ତୁ ଆଜ୍ଞା। ମରିୟମ ନାଁରେ ତ ନେଲୁ ନାହିଁ, ଆମେ ଅବ୍ରାହମ ନାଁରେ ତ ନେଲୁ ନାହିଁ, ପାଉଲଙ୍କର ନାମରେ ତ ନେଲୁ ନାହିଁ, କାହିଁକି ଟେନସନ ହଉଛ? କି ବକ୍ତାଙ୍କ ନାମରେ ତ ନେଲୁ ନାହିଁ। ରାଇଟ୍, ପ୍ରେଜ ଦ ଲର୍ଡ। ପ୍ରଭୁ ଧନ୍ୟବାଦ ଦେଉଛି ସୁନ୍ଦର ସମୟ ପାଇଁ। ଆମ ପ୍ରତ୍ୟେକ ପ୍ରକାର କ୍ୱେଶ୍ଚନ ସନ୍ଦେହ ପ୍ରଭୁ ତୁମେ କ୍ଲିୟର କର। ପ୍ରଶ୍ନର ଉତ୍ତର ସହିତ ମନରେ ଶାନ୍ତି ମଧ୍ୟ ତୁମେ ଦେଇପାରିବ ପ୍ରଭୁ, ଦୟାକର ଅନୁଗ୍ରହ କର। ମତେ ପ୍ରଭୁ ତୁମେ ଦେଇଥିବା ଶକ୍ତି ଜ୍ଞାନ, ମୁଖରେ ଥିବା ଦେଇଥିବା ବାକ୍ୟ ଦ୍ୱାରା ଯାହା ପାରିଲି ତାହା ବୁଝାଇ ପାରିଲି, କିନ୍ତୁ ତୁମେ ଶାନ୍ତି ଦେଇପାରିବ ପରମେଶ୍ୱର ଅଟ। ସମସ୍ୟାର ସମାଧାନ କରିପାରିବ ପରମେଶ୍ୱର ତୁମେ ଅଟ। ଠିକ ଗାଇଡେନ୍ସ, ଠିକ ପରାମର୍ଶ ଆଉ ଠିକ ସଠିକ ସୁଟେବଲ ଆନ୍ସର ତୁମେ ଦେଇପାରିବ। ସମସ୍ତଙ୍କ ହୃଦୟରେ ପ୍ରଭୁ ତୁମରି ଉତ୍ତର ସହିତ ଶାନ୍ତି ବି ପ୍ରଦାନ କର। କନଫ୍ୟୁଜନ ସବୁ ଦୂର କର। ଯାହା ଦୂର ହେଉନି ପ୍ରଭୁ କ୍ରମ କ୍ରମରେ ଧୀରେ ଧୀରେ ତାହା ଦୂର ହେବ ବୋଲି ଆଶା କରୁଛୁ, ବିଶ୍ୱାସ କରୁଛୁ। ଯାହା ବି ହେଉ ବାଇବେଲକୁ ଆମେ ବୁଝିପାରିବୁ କି ନ ପାରିବୁ, ପ୍ରଭୁ ତୁମକୁ ମାତ୍ର ବିଶ୍ୱାସ କରିବୁ। ପ୍ରଭୁ ତୁମେ ମହାନ ଅଟ, ତୁମେ ଏକମାତ୍ର ପରମେଶ୍ୱର, ତୁମେ ହିଁ ଛଡା ଆମର ଆଉ କେହି ପରମେଶ୍ୱର ନାହାନ୍ତି, ଆମକୁ କେହି ବି ସ୍ୱର୍ଗକୁ ନେଇପାରିବ ନାହିଁ। ପ୍ରଭୁ ଧନ୍ୟବାଦ ଦେଉଛି, ଏଇ ନିଷ୍ପତ୍ତି ଏହି ବିଶ୍ୱାସ ସମସ୍ତଙ୍କୁ ପ୍ରଦାନ କର। ତୁମରି ଆଗମନ ପାଇଁ ପ୍ରସ୍ତୁତ କର ପ୍ରଭୁ, ତୁମେ ଗୌରବ ପାଅ। ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲେ ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି ସହାୟତା ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେ ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁସରେ ଜୟ ହେଉ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରେଜ ଦ ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତାକାଲି ସନ୍ଧ୍ୟା 6:30ରେ ପୁନର୍ବାର ଆମମାନଙ୍କର ବାଇବେଲ ଷ୍ଟଡି ଜାରି ରହିବ। ଆପଣମାନେ ପ୍ରସ୍ତୁତ ହେଇକି ଆସିବେ। ଗଡ୍ ବ୍ଲେସ୍ ୟୁ, ଟେକ୍ କେୟାର, ବାଏ, ଗୁଡ୍ ନାଇଟ୍ ଆଣ୍ଡ ଗଡ୍ ବି ୱିଥ୍ ୟୁ ଅଲ୍। ପ୍ରେଜ ଦ ଲର୍ଡ, Praise the Lord. Praise the Lord. Praise the Lord, Praise sir. the Lord. ପ୍ରେଜ ଦ ଲର୍ଡ। Praise the Lord, ଆଜ୍ଞା, sir. ପ୍ରେଜ୍ ଦ ଲର୍ଡ।